ମୁଁ ସମ୍ପୂର୍ଣ୍ଣ କ୍ଷମା ଚାହୁଁଛି କାରଣ ମୁଁ ଭୁଲର ଲିଙ୍କ ଅନ୍ କରିକି ମୁଁ ଆପଣ ମାନଙ୍କୁ ଅପେକ୍ଷା କରୁଛି। ପ୍ରାୟ ମୁଁ 10 ମିନିଟ ପୂର୍ବରୁ ଲିଙ୍କ ଅନ୍ କରିକି ମୁଁ ବସିଛି, କଣ ହେଲା କେହି ଜଏନ୍ କରୁନାହାନ୍ତି, ଭାରି ଦୁଃଖ ଲାଗୁଥିଲା। ବୋଧେ ସାୟଦ ଆଜି ସମସ୍ତେ ବିଜିରେ ଅଛନ୍ତି ନା କଣ। ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ। କେମିତି ଅଛନ୍ତି ଆଜ୍ଞା? ଭଲ ଅଛି। ପ୍ରେଜ ଗଡ୍। ସୋ ମୋର ମୁଁ ସେମିତି ଭାବୁଥିଲି ଯେ କଣ ହେଲା ଆଜି କେହି ବି ଜଏନ୍ କରୁନାହାନ୍ତି, କିନ୍ତୁ ପ୍ରକୃତରେ ମୁଁ ଅଲରେଡି ମାନେ ଗୋଟେ ଭୁଲ ଲିଙ୍କ ଅନ୍ କରିକି ୟା ପରେ ଯୋଉ ମୋର କ୍ଲାସ ଅଛି ସେଇ କ୍ଲାସକୁ ମୁଁ ଅନ୍ କରିକି ବସିଛି। ଆଉ ଏବେ ମୁଁ ଭାବିଲି କଣ ହେଲା କାଇଁ ମୁଁ ଟିକେ ଦେଖିବି ହ୍ୱାଟ୍ସଆପରେ ଯୋଉଟା ଲିଙ୍କ ଅନ୍ କରିଛି ମୁଁ ସେଟା ଟିକେ ସେୟାର କରିବି ବୋଲି ମୁଁ ଭାବିଲି, ଅନ୍ କରିବି ବୋଲି ଭାବିଲି। ଆଉ ଅନ୍ କରୁ କରୁ ଦେଖୁଛି ମାନେ ସମସ୍ତେ ସେଇଠି ଜଡିତ ଅଛନ୍ତି। ବହୁତ ଧନ୍ୟବାଦ। ଆଉ ସମୟ ଆପଣ ମାନେ ଜଡିତ ଅଟନ୍ତି, ଆଉ ବହୁତ ଧନ୍ୟବାଦ। ପ୍ରଭୁଙ୍କର ଗୌରବ ହଉ। ଆକ୍ଚୁଆଲି ଆଜି ଯୋଉ କ୍ଲାସକୁ ଆମେ ଆରମ୍ଭ କରିବା ପାଇଁ ଯାଉଛୁ ଏଇଟା FDM ର, ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ଏଇଠି ସ୍କ୍ରିନରେ ଲେଖିଦେବା ପାଇଁ ଚାହିଁବି। FDMI এটা হচ্ছে FDMI କହିଲେ କଣ? ଫ୍ୟାମିଲି ଡିସାଇପଲସିପ ମିନିଷ୍ଟ୍ରି ଆଇରେ এটা হচ্ছে ଅନଲାଇନ କୋର୍ସ ଯୋଉଟା କି ଆମେ ଏଇଟା ବିଦେଶର ଗୋଟେ ଅର୍ଗାନାଇଜେସନ ବୋଲି କହିବି ମୁଁ, ଅନୁଷ୍ଠାନ ଗୋଟେ ଯାହାକି ଭାରତର ବିଭିନ୍ନ ପ୍ରକାର ରାଜ୍ୟରେ ପୁଣି ଭିନ୍ନ ଭିନ୍ନ ଦେଶରେ ଏଇ କାର୍ଯ୍ୟକୁ ସେମାନେ କରୁଛନ୍ତି। ଆଉ ବହୁତ ସୁନ୍ଦର ଶିକ୍ଷା ଗୁଡାକ ତାଙ୍କର ରହୁଛି। ଆଉ ମୁଁ ଏଥିପାଇଁ ଇଚ୍ଛା କଲି ମୁଁ ଆପଣମାନଙ୍କୁ ମଧ୍ୟ ଏଇ ଆଶୀର୍ବାଦର ଅଂଶୀଗ୍ରହଣ କରେଇବା ପାଇଁ। ଆମେ DBS ଯେତେବେଳେ କ୍ଲାସ ଆରମ୍ଭ କଲୁ ନିଶ୍ଚିତ ରଣନୀତି ଏବଂ ଦର୍ଶନକୁ ଅବଲମ୍ବନ କରେ ଅନେକ ଭାଇ ଭଉଣୀ ମାନଙ୍କର ଡିଟେଲ୍ସ ମୁଁ ପାଇଲି। ଲଗଭଗ 60 କମ ସେ କମ 60ଟା ଡିଟେଲ୍ସ ମୋ ପାଖରେ ଅଛି। କିନ୍ତୁ ଦୁଃଖର କଥା ଏଇଟା କି ଗତ ସେମିଷ୍ଟାରରେ ମଧ୍ୟ କେବଳ ଆପଣ ମାନେ ଯେମିତି 4-5 ଜଣ ସେମିତି ମାତ୍ର କେବଳ ଜଏନ କରୁଥିଲେ, ବାକି ସବୁ ପୁରୁଣା ଷ୍ଟୁଡେଣ୍ଟ ମାନେ। ତ ଏଇଥର ବି ମତେ ଲାଗିଲା କି ଯେ କମ ସେ କମ ଚାଲ ବଢିବା ବୋଲି, କିନ୍ତୁ ଆଜି ମଧ୍ୟ ଅନେକ ଲୋକ ସମୟ ନାହିଁ ଆଉ ଜଡିତ ହେଇନାହାନ୍ତି। ସେ ଯାହା ବି ହଉନା କାହିଁକି ପ୍ରଭୁ ଗୌରବ ପାଆନ୍ତୁ। ଝିଅମାନେ ବାଇବଲ ଲେଖା ଅଛି ଯୋଉମାନେ ହୃଦୟ ସହିତ ପରମେଶ୍ୱର ଅନ୍ୱେଷଣ କରନ୍ତି ସେମାନେ ନିଶ୍ଚିତ ଭାବରେ ତାହାଙ୍କର ଦର୍ଶନ ପାଇବେ, ନୋ ଡାଉଟ। କିନ୍ତୁ ଅନେକ ଲୋକମାନଙ୍କର ଅନେକ କାରଣ ଥାଇପାରେ, ଆମେ କାହାକୁ ତ ପଏଣ୍ଟ ଆଉଟ କରିପାରିବା ନାହିଁ। ସେ ଯାହା ବି ହଉନା କାହିଁକି କିନ୍ତୁ ଯେତିକି ଜଣଙ୍କୁ ପ୍ରଭୁ ଦଉଛନ୍ତି ସେତିକି ଆମ ପାଇଁ ଯଥେଷ୍ଟ। ଆଉ ଆମେ ସେତିକିରେ ପ୍ରଭୁଙ୍କର ମହିମା କରିବା, ପ୍ରଭୁଙ୍କର ଗୌରବ କରିବା। ଆଉ ଯେତେବେଳେ ଆମେ ପ୍ରଭୁଙ୍କର ଉପସ୍ଥିତିରେ ବସିଛୁ, ମୁଁ ଚାହିଁବି ଆପଣ ମାନଙ୍କୁ ଅନୁରୋଧ ଆଜି ଯୋଉ ବିଷୟକୁ ଆମେ ଆଲୋଚନା କରିବା ପାଇଁ ଯାଉଛୁ, ଆଜି ଠାରୁ ଲଗାତାର 7 ଦିନ ପର୍ଯ୍ୟନ୍ତ 8 ଦିନ ପର୍ଯ୍ୟନ୍ତ ବା 8ଟି ସପ୍ତାହ ପର୍ଯ୍ୟନ୍ତ ଏଇ ପୁସ୍ତକକୁ ଆମେ ଆଲୋଚନା କରିବା। ୟା ପୂର୍ବ ଦିନ ଯୋଉଟା ମୁଁ ଆପଣମାନଙ୍କ ସହିତ ଆଲୋଚନା କରିଥିଲେ ପ୍ୟାରେଣ୍ଟିଂ ଇଜ ଏ ମିନିଷ୍ଟ୍ରି ସିରିଜ, ଯୋଉଟା ସାୟଦ ମଙ୍ଗଳବାର ଦିନ, ସେଇଟା ପ୍ରକୃତରେ ପୁରୁଣା ପିଲାମାନଙ୍କ ପାଇଁ ଥିଲା। କିନ୍ତୁ ଯେହେତୁ ପୁରୁଣା ପିଲାମାନଙ୍କ ସହିତ ଆପଣ ମାନେ ବି ଜଡିତ ହଉଛନ୍ତି, ଆପଣମାନଙ୍କର ଇଣ୍ଟରେଷ୍ଟ ଦେଖିକି ମୁଁ ଆପଣମାନଙ୍କୁ ମଧ୍ୟ ଇନଭାଇଟ କରୁଛି ସେ କ୍ଲାସରେ। କିନ୍ତୁ ଆମେ ସମସ୍ତେ ସେ ଯାହା ବି ହଉନା କାହିଁକି ପ୍ରଭୁ ଆମମାନଙ୍କୁ ତୁମ ପ୍ଲାଟଫର୍ମ ଦେଇଛନ୍ତି ଶିଖିକି ଆଗକୁ ବଢିବା ପାଇଁ, ତେଣୁ ପ୍ରଭୁ ଗୌରବ ପାଆନ୍ତୁ। ତ ଆଜି ମୁଁ ଆପଣମାନଙ୍କୁ ଗ୍ରୁପରେ ମଧ୍ୟ ସେୟାର କଲି ଗୋଟେ ପୁସ୍ତକକୁ, ଆଉ ସେଇ ପୁସ୍ତକକୁ ଆମେ ଲଗାତାର 8 ଦିନ ପର୍ଯ୍ୟନ୍ତ ଆମେ ଆଲୋଚନା କରିବା। ବହୁତ ସାରା ବିଷୟ ଲେଖା ଅଛି ଯୋଉଟା କି ଆପଣ ମାନେ ଜାଣିଛନ୍ତି, ଆଉ କିଛି ବିଷୟ ହୁଏତ ହେଇପାରେ ନୂଆ ଲାଗିପାରେ। କିନ୍ତୁ ଯେମିତି ସବୁବେଳେ ଆମେ ଆଲୋଚନା କରୁଛେ ପ୍ରଭୁଙ୍କ ଠାରେ ଯେତେବେଳେ ଆମେ ପ୍ରକୃତିରେ ଆଶାର ସହିତ ପାଇବା ଆଶାରେ ବସୁ, ପ୍ରଭୁ ନିଶ୍ଚିତ ଭାବରେ କୋଉଠି ନା କୋଉଠି ଜାଣିଥିବା କଥା, କିନ୍ତୁ ସେ ଜାଣିଥିବା କଥାରେ ଆଉ କିଛି ନୂଆ ବିଷୟକୁ ଆମମାନଙ୍କୁ ଶିକ୍ଷା ଦିଅନ୍ତି। ଆଉ ମୁଁ ଆପଣମାନଙ୍କର ସମର୍ପଣ ଜୀବନ ପାଇଁ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଆପଣମାନଙ୍କର ଆଗ୍ରହ ପାଇଁ ମୁଁ ପ୍ରଭୁଙ୍କୁ ବିଶେଷ ଧନ୍ୟବାଦ ଦିଏ। ଯେତେବେଳେ କି ଆଜି ଜଗତରେ ସତ୍ୟତାକୁ ଶୁଣିବା ପାଇଁ, ଈଶ୍ୱରଙ୍କ ବାକ୍ୟକୁ ଗ୍ରହଣ କରିବା ପାଇଁ, ଶିଖିବା ପାଇଁ ଲୋକମାନଙ୍କ ମନରେ ତୃଷା ଧୀରେ ଧୀରେ କମି ଯାଉଛି। ଲୋକମାନେ ମାନେ ଚଳିବ ଚଳିବ ବୋଲି ଯୋଉ ଜୀବନ ଅତିବାହିତ କରୁଛନ୍ତି, ସେଇ ସମୟରେ ସେଇ ପ୍ରକାର ପରିସ୍ଥିତିରେ ଆପଣ ମାନେ ସମସ୍ତେ ଆଗ୍ରହର ସହିତ ସମୟକୁ ଅପେକ୍ଷା କରିକି ଠିକ ସମୟରେ ବ୍ୟସ୍ତ ଥିଲେ ସୁଦ୍ଧା ପ୍ରଭୁଙ୍କର ବାକ୍ୟକୁ ଶ୍ରବଣ କରିବା ପାଇଁ, ଶିଖିବା ପାଇଁ ଜଡିତ ହଉଛନ୍ତି। ଏଥିପାଇଁ ପ୍ରଭୁ ଆପଣ ମାନଙ୍କୁ ଆହୁରି ମଧ୍ୟ ଆଶୀର୍ବାଦ କରନ୍ତୁ। ଆଉ ଯୋଉ ସମର୍ପଣର ସହିତ ଆପଣ ମାନେ ବସୁଛନ୍ତି, ସେଇ ସମର୍ପଣ ତାକୁ ପ୍ରଭୁ ଆହୁରି ଏକ ଅଦ୍ଭୁତ ଭାବରେ ବ୍ୟବହାର କରନ୍ତୁ। ଏଇଟା ମୋର ହୃଦୟର ସହିତ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଅଟେ। ଆଜିର ଏଇ ଅଧ୍ୟାୟକୁ ବା ଏଇ ଅଧିବେଶନକୁ ପୁଣି ଏଇ ସେମିଷ୍ଟାରକୁ
ए नूतन सेमिस्टर को आरंभ करिया पई प्रभु आमान को सुजोग देइछन्ती तेणु आसु आमे प्रार्थना करिबा प्रार्थना सहित आज क्लास को आमे एठारे आरंभ करिबा जदि आपण मानकु काहाको भी जदि प्रभुंकर आत्मा चालना करुछन्ती कि आपण प्रार्थना सहित आशीर्वाद सहित आज क्लास को आरंभ करिया पई आमान को आशीर्वाद अंश ग्रहण करिया पई अंशी करिया पई चाहंती तेबे आपण अनम्यूट करंतु आ प्लीज प्रार्थना करंतु तापर आमे आगु बढ़िबा। आसंतु आमे प्रार्थना करिया। धन्यवाद 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 पिता परमेश्वर तुम्हारे तुम्हारे कोटि कोटि धन्यवाद करूछि पिता परमेश्वर तुम्हें आमान को पिता परमेश्वर गोटे उत्तम प्लाटफर्म दे अच्छो पिता परमेश्वर तुम्हारी वाक्य को अध्ययन करने शिखा पुणी पिता परमेश्वर आत्मिक जीवन अभिवृद्धि लाभ करने पिता परमेश्वर प्रभुलन भाई को मध्य तुम्हें पिता परमेश्वर साहाଯ୍ୟ कल आशीर्वाद कल हृदय कार्य कल एवं पिता परमेश्वर आज समस्त को पिता परमेश्वर जड़ित कर तुम्हारे कोटि कोटि धन्यवाद देउछि आमाने जो प्लाटफर्म माध्यम पिता परमेश्वर ये विषय सूचना पाइलु पिता परमेश्वर आमाने पिता परमेश्वर परस्पर भीतर पिता परमेश्वर न जानी निजक पिता परमेश्वर शारीरिक भाव में न जानी मध्य पिता परमेश्वर आमाने आत्मिक भाव में तुम्हारी ठार जड़ित हेलु पिता परमेश्वर तुम्हें आमानकर ख्रीष्ट जीशु आमानकर मस्तक पुणी आमान पिता परमेश्वर मंडली अटु पिता परमेश्वर आमानकर समस्त को तुम्हें जड़ित कर तुम्हारी कोटि कोटि धन्यवाद देउछि आज पिता परमेश्वर एक क्लास माध्यम पिता परमेश्वर आमाने गोटे नूतन विषय को प्रवेश करू आमान को हृदय को पिता परमेश्वर तुम्हें विस्तीर्ण कर आमान को पिता परमेश्वर हृदय को खोली तुम्हारी वाक्य को ग्रहण कर पिता परमेश्वर सेवा कार्य अंशी हाँ पिता परमेश्वर तुम्हें आमान को मनोनीत कर प्रत्येक जेते जन पिता परमेश्वर यही क्लास रे जड़ित होती प्रत्येक को तुम्हें आशीर्वाद कर प्रत्येक जीवन रे तुम्हें कथा कह बोली मागुच पिता परमेश्वर प्रत्येक लाइफ रे पिता परमेश्वर तुम्हें उत्तम भाव पिता परमेश्वर कार्य कर एवं पिता परमेश्वर प्रत्येक को पिता परमेश्वर उत्तम भाव तुम्हारी वाक्य को बुझापी पुणी पिता परमेश्वर हाँ जो वाक्य माने ग्रहण करुछु ताको अन्य मान को निकटर मध्य प्रकाश करने मान को साहाଯ୍य कर समस्त प्रार्थना तुम्हें शुणुच प्रत्येक हृदय को कर्ण को मस्तिष्क को तुम्हें उन्मुक्त कर एवं पिता परमेश्वर आशीर्वाद रे भरपूर कर और पिता परमेश्वर आमान ऑनलाइन क्लास जॉइन हो तेणुकर पिता परमेश्वर नेटवर्क संबंधी समस्त पिता परमेश्वर प्रॉब्लम को जीशु को नाम दूर करुच्ची कौन प्रकार मध्य पिता परमेश्वर डिस्टर्बेंस न हो पिता परमेश्वर से तुम्हें साहाଯ୍य कर समस्त जीपर पिता परमेश्वर उत्तम भाव में तुम्हारी वाक्य को पिता परमेश्वर शिक्षा करेंगे ग्रहण करेंगे एवं पिता परमेश्वर निजर लाइफ सह अन्य मानकर लाइफ रे मध्य कार्यकारी करने पिता परमेश्वर समस्त पिता परमेश्वर अग्रसर हेबे एवं पिता परमेश्वर आग्रह सहित समस्त वाक्य को पिता परमेश्वर समस्त जेपरि शेयर करेंगे से तुम्हें साहाଯ୍य कर समस्त प्रार्थना तुम्हें शुणियछ धन्यवाद दे तुम्हारे प्रिय पुत्र ख्रीष्ट जीशु नाम मागुछि आमेन 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 थैंक यू सो मच बहुत बहुत धन्यवाद प्रभु गौरव पांतु आपनकर सुंदर प्रार्थना प्रभु हम समस्त को आशीर्वाद करंतु तो आज ये क्लास रे आमे किछि नवा विषय को अर्थात एक नूतन पुस्तक को आम आरंभ करने जाऊँ जहाँ कि मुझे आपण मान ऑलरेडी ग्रुप रे शेयर कर सारी एक मिनिट अन्य ग्रुप रे मध्ये टिके शेयर कर देउछि एटा लिंक टा ताकि जो माने इंटरेस्टेड अछन से माने जॉइन करि पारिबे ऑलराइट सो प्रभु को विशेष धन्यवाद हो जमती मु आपण मान को कहथि आज होछि हम एक नूतन पुस्तक को हम आलोचना करिया पय जाउछु आ ए पुस्तक रो नाम होछि आपण समस्त देखुथिबे ग्रुप रे ऑलरेडी मु शेयर करि सारी छी से पुस्तक रो नाम होछि क्रिश्चियन भित्तिमूलक सत्यता क्रिश्चियन भित्तिमूलक सत्यता
जड़े ख्रिस्टियान हेबा सकाशु जड़े ख्रिस्टियान हेतिबा सकाशु तांकु को विषय को नितांत जानिबा दरकार। जड़े ख्रिस्टियान अर्थात जड़े प्रभु को विश्वास करथिबा व्यक्ति मुख्यतः को विषय जानिबा दरकार, जोटा को हमें कहबा फाउंडेशनल टीचिंग बोली मध्ये हमें कहि परिबा किंबा हमें बेसिक नॉलेज बोली मध्ये कहि परिबा, जोटा कि नितांत प्रत्येक ख्रिस्टियान को जानिबा दरकार। आ से जो वाक्य और से जो शिक्षा अच्छी जेमती हमें जो माने बाइबल कॉलेज जेमती याद लगे आउ किछि भाई भौणी माने जो माने बाइबल कॉलेज जाइछन्ति से माने जानिथिबे कि हमें सिस्टमैटिक थियोलॉजी बोली गोटे सब्जेक्ट पढू, गोटे सिस्टमैटिक थियोलॉजी बोली गोटे सब्जेक्ट पढू, और से थियोलॉजी रे कोन हमें पढू जेमती कि पवित्र आत्मा के सेरा पढू, यीशु ख्रीष्ट के अटंती ख्रीष्टोलॉजी पढू, तापर थियोस प्रभुଙ୍କର ଯୀଶୁ परमेश्वर सृष्टिकर्ता विषय एंजेलियोस ये समस्त विषय अर्थात दूत मान विषय पढ़ू, शैतान विषय पढ़ू, ट्रिनिटी विषय पढ़ू, यही प्रकार अनेक विषय अच्छी से पार्टिकुलर किछि प्रसंग अनुसार बाइबल को हमें ध्यान करि थाउ। एक मिनिट, हेलो प्रेज लॉर्ड प्रफुल्ल भाई मो पोरे रात्रि फोन कले चलबो कि नै आ टिके पर मो क्लास रे अछि। हां ठीक अछि ओके मो फोन कर 10टा पर फोन करबा। ओके ठीक है। तो जेमती कि प्रत्येक प्रसंग अनुसार हमें शिखित ठीक से प्रकार जड़े ख्रिस्टियान हेतिबा सकाशु यीशु को ग्रहण करुवा व्यक्ति पुणे यीशु को अनुसरण करुवा व्यक्ति हेतिबा सकाशु एडा प्रत्येक व्यक्तिंकर अधिकार अछि आ प्रत्येक व्यक्तिंक पय एडा उपयुक्त अटे कि जे हमें सेही फाउंडेशनल टीचिंग्स कम से कम जानिबा दरकार। बाप्तिस्म कोन एमती बहुत सारा विषय अछि, सेही विषय को हमें जानिबा नितांत दरकार। अनेक समय अनेक प्रश्न गुड़ाक आसे जो प्रश्न उत्तर आम साधारण भाव में दे पारि न था। मु समस्त कथा को नहीं आपण माने समस्त विज्ञ अटंती टैलेंटेड अटंती प्रभु को वाक्य रे पूरा बुद्धिमान अटंती, किंतु किछि जेतेबेले आमे प्रारंभिक जेते आमे आरंभ करूछु जीवन रे मु किंतु बहुत देरी रे प्रभु को शिक्षा करबा पय सुजोग पाउछि, बहुत देरी रे माने कोन ऑफकोर्स मो जन्म क्रिश्चियन मोर फाउंडेशन बहुत भलो परिवार रे थिला मोर छोट बेलर समय मध्य, किंतु मते शिखिबा बेले मते बहुत समय लागिला आ मु बे मध्य मु शिक्षा करि चलीछि। जेमती बेले बेले आपण मानको ठारू किछि उपदेश मिलुछि, किछि आपण मानको ठारू किछि मत मिलु, तो समस्त विषय मते ज्ञान अर्जन करिया पाए मते सुजोग मिलुछि आ मु शिखुछि आपण मानको ठारू मध्य मु शिक्षा करूछि। तो आज जो सब्जेक्ट को हमें देखिया पाए जाउछि जेमती क्रिश्चियन फाउंडेशनल ट्रुथ अर्थात क्रिश्चियन भित्तिमूलक सत्यता, जने क्रिश्चियन पाए को सत्यता जानिबा दरकार आ जहा कि प्रकृति रे तार जीवन भित्तिमूल अटे। हम समस्तंकर जीवनर भित्तिमूल स्ट्रॉन्ग कले ही आमर घर सब बड़े स्ट्रॉन्ग हेबो, जदि आमर भित्ति स्ट्रॉन्ग नहीं तेबे हमें केबे मध्ये स्ट्रॉन्ग हे परिबा नहीं। तो कहिबार आज आपणकर मंडली रे भी देखंतु कि आपणको चतुर्पार्श्व रे मंडली गुडा करे देखंतु अनेक चर्च गुडा अछि जोटे लोक माने चर्च को जानते सत कथा किंतु से मान पड़े नहीं। मु जस्ट गुडे एग्जांपल देवा पई चाहिबी, मु कार क्रिटिसाइज करू नहीं बट जस्ट मु गुडे उदाहरण देवा पई चाहूची। कोन जेते बेले मु बिहार रे थिली जस्ट गत मासर कथा मु देखिली कम से कम 200 से 500 मान कर मीटिंग अछि। पर दुखर कथा कोन जेतेबेले तांको कहा जाउची कि लूक लिखित सुसमाचार आपण 5 पर्व काढंतु, लूक लिखित सुसमाचार 5 पर्व काढंतु कहले से माने पेज नंबर पचारुछंती, पेज नंबर पचारुछंती से लूक लिखित 5 पर्व रो पेज नंबर कोन सेतिक रे आपण बुझी पारुथबे। बीइंग ए पास्टर जने पास्टर हेतिबा सत्वे मध्य जने लीडर हेतिबा सत्वे जहां को पाखे 500 600 300 400 मंडली गुडा को अछि, होम चर्चेस गुडा हाउस चर्चेस गुडा को आश्चर्य लागे। जनको पाखे 500 टी चर्च अछि आ सेही लोक माने बाइबल लूक लिखित 5 पर्व बोली कहले से माने पृष्ठ नंबर खोजंती। एटा काहे कि होछि कारण से फाउंडेशनल विषय को जानते नहीं। वाक्य जड़े ख्रिस्टियन हेतिबा सकासु जे कौन सी जो भित्तिमूलक आ मूल सब विषय गुडा को प्राथमिक विषय गुडा को नितांत जानिबा दरकार।
କିନ୍ତୁ ଦୁଃଖର କଥା ଲୋକ ସେ କଥାକୁ ଜାଣନ୍ତି ନାହିଁ। ସରୋଜ ଆଜ୍ଞା ପ୍ରେଜ୍ ଦ ଲର୍ଡ, ବହୁତ ଦିନ ପରେ ଦର୍ଶନ ମିଳିଲା। ସାର୍ ପ୍ରେଜ୍ ଦ ଲର୍ଡ ଦେହ ସାର୍। ଭଲ ଅଛି ତ? ପ୍ରେଜ୍ ଦ ଲର୍ଡ, ଦେହ ଭଲ ସାର୍ ଅଛି ତ? ମୁଁ ହଁ ସାର୍ ଦେହ ଭଲ ଅଛି। ମହାରାଷ୍ଟ୍ରରେ ଥିଲି ସାର୍ ମେଡିକାଲରେ। ଆମ ଭଣଜା ଗୋଟେ ବହୁତ ସିରିୟସ୍ ଥିଲା, ଆଇସିୟୁରେ ଥିଲେ, ତାଙ୍କ ସେବାରେ ଯାଇଥିଲି ଟିକେ ଆଉ। ଓକେ, ଗ୍ରେଟ୍ ଗ୍ରେଟ୍ ଗ୍ରେଟ୍, ବହୁତ ବଢିଆ। କଣ ଓକେ, ବହୁତ କରିବା ଧନ୍ୟବାଦ। ସାର୍। ବର୍ତ୍ତମାନ ଗାଁରେ ଅଛନ୍ତି ନା? ହଁ ସାର୍ ଏବେ ଗାଁରେ ଅଛି, କାଲି ଓକେ, ଆଇଲୁ ଆଉ। ବହୁତ ବଢିଆ। ପ୍ରଭୁଙ୍କର ଗୌରବ ହବ। ଆମେ କଥା ହବ, କିଛି ବିଷୟ ଆଲୋଚନା କରିବାର ଅଛି। ଓକେ ସାର୍, ଥ୍ୟାଙ୍କ ୟୁ। ଓକେ ଫାଇନ୍, ଠିକ। ତ ଏଇ ସବୁ ବିଷୟ କାହିଁକି ଘଟୁଛି? ଜଣେ ମଣିଷ 30 ବର୍ଷର ଖ୍ରୀଷ୍ଟିଆନ ହେଲା ପରେ ମଧ୍ୟ ତାଙ୍କ ପାଖରେ ଏଇ ବାଇବଲ ପ୍ରାଥମିକ ଜ୍ଞାନ ଗୁଡାକ ନାହିଁ। କାହିଁକି? କାରଣ ସେମାନଙ୍କୁ କେବେ ଶିକ୍ଷା ଦିଆଯାଏ। ମୁଁ ଆପଣ ମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହିଁବି, ମୁଁ ସଜେସନ କରିପାରିବି ନାହିଁ, ଉପଦେଶ ଦେଇପାରିବି ନାହିଁ, କିନ୍ତୁ ଉତ୍ସାହିତ କରିବା ପାଇଁ ଚାହିଁବି କି ଯେତେବେଳେ ଆମେ ମଣ୍ଡଳୀର ଗୋଟେ ଦାୟିତ୍ୱ ନଉଛୁ, ଆମେ ସେମାନଙ୍କୁ ଟିଚିଙ୍ଗ ଦେବା ଉପରେ ବେଶୀ ଧ୍ୟାନ ଦେଲେ ଭଲ ହେବ ବୋଲି ମୁଁ ଭାବୁଛି। ସେମାନଙ୍କୁ ଆମେ ବାଇବଲ ଭିତ୍ତିକ ଜ୍ଞାନର ଶିକ୍ଷା ଦଉ। ପ୍ରଚାର କାର୍ଯ୍ୟ ଆମେ ବନ୍ଦ କରୁ ଟିକେ, ଯୋଉଠି କାନକୁ ଶୁଣିବା ପାଇଁ ଭଲ ଲାଗେ। ଆଶୀର୍ବାଦ 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 ବିଷୟରେ ଆମେ ପ୍ରଚାର କରିବା ବନ୍ଦ। ଗତ 2 ଦିନ ତଳେ 2-3 ଦିନ ପୂର୍ବରୁ ଗୋଟେ ଜାଗାରେ ଥିଲା, ମତେ ଇନଭାଇଟ ମିଳିଥିଲା, ତ ମୁଁ ଯାଇଥିଲି ସେଠି। ଆଉ ମତେ ଯେତେବେଳେ ମୁଁ ଠିଆ ହେଲି ସେଠି ପ୍ରଚାର କରିବା ପାଇଁ, ମତେ ଯୋଉ ଲିଡିଂ କରୁଥିଲେ, ସେ ମତେ ବାରମ୍ବାର ଗୋଟେ କଥା କହୁଥିଲେ କି ଯେ ଆମର ସମୟ ନାହିଁ, ମତେ ଯିବାର ଅଛି, ଆମର ସମୟ ନାହିଁ, ମତେ ଯିବାର ଅଛି, ସେଥିପାଇଁ ଅଳ୍ପ ସମୟ ବାକ୍ୟ ଶିଖିବ, ଅଳ୍ପ ସମୟ ବାକ୍ୟ ଶିଖିବ। ଆଉ ପ୍ରଭୁଙ୍କ ଅନୁଗ୍ରହରୁ ମୁଁ ସେଇଟା ଅଭ୍ୟାସ କରୁଛି, ଆପଣ ମାନଙ୍କ ଠାରୁ ଦେଖିକିରି ସମୟକୁ ଧ୍ୟାନ ଦେବା। ଯଦି ମତେ 5 ମିନିଟ ସମୟ ମିଳିଛି, ତେବେ ମୁଁ 5 ମିନିଟ ପୂର୍ବରୁ ମୁଁ ସମାପ୍ତ କରିବା ପାଇଁ ମୁଁ ଚେଷ୍ଟା କରେ। ମୁଁ ଶିକ୍ଷା କରୁଛି ସେ ପଞ୍ଚୁଆଲିଟି ହେବା ପାଇଁ। ତ ସେ ବାରମ୍ବାର କହୁଛନ୍ତି ଆମ ପାଖରେ ସମୟ ନାହିଁ, ଆଉ ଅଳ୍ପ ସମୟ ପରେ ଅଳ୍ପ ସମୟ ଶିଖିବା ବାକ୍ୟ, କାରଣ ମତେ ଯିବାର ଅଛି। ମାନେ ତାଙ୍କୁ କୁଆଡେ ଯିବାର ଥିଲା ବୋଲି ସେ ଟୋଟାଲ ପ୍ରୋଗ୍ରାମ କଂଜେଷ୍ଟେଡ କରିଦେଲେ। ମାନେ ମୁଁ ପରେ ଭାବିଲି, ବହୁତ ସାରା ଲୋକମାନେ ସେଠି ସେମାନେ ଦୁଃଖ ପ୍ରକାଶ କଲେ। ଯଦି ତାଙ୍କର ଯିବାର ଥିଲା ତ ତାଙ୍କେ ଯାଇଥାନ୍ତେ, କିନ୍ତୁ ପ୍ରୋଗ୍ରାମକୁ ସେ ଛୋଟ ଆକାରରେ ଗୋଟେ ଜଷ୍ଟ ସଂକୀର୍ଣ୍ଣ ଆକାରରେ ସେ ପ୍ରୋଗ୍ରାମକୁ ଆୟୋଜନ କରିବା ପାଇଁ ଚେଷ୍ଟା କଲେ। ତ ହେଲା, ମତେ ପ୍ରଚାର ମିଳିଲା, ମତେ ଟାଇମ କିଛି ସମୟ ଦିଆଯାଇଥିଲା, ମୁଁ ତା ପୂର୍ବରୁ ସମାପ୍ତ କଲି, ଆଉ ରଖିଲି। ତାଙ୍କୁ ମୁଁ ହ୍ୟାଣ୍ଡ ଓଭର କଲି ସମୟ, ଆଉ ସେ ଆରମ୍ଭ କଲେ। ମୁଁ ଯୋଉ ଟପିକ ନେଇକି ପ୍ରଚାର କରିଥିଲି, ସେଇ ଟପିକ ନେଇକି ସିଏ ଆଉ ପୁଣି 10-15 ମିନିଟ ଅଧିକ ପ୍ରଚାର କଲେ। ତ ମତେ ସେଇଠି ଆଶ୍ଚର୍ଯ୍ୟ ଲାଗିଲା, ଆପଣ କହିଲେ ସମୟ ନାହିଁ, ଏଥିପାଇଁ ମତେ ଗେଷ୍ଟ ସ୍ପିକର ହିସାବରେ ମତେ ଡାକିଥିଲେ, ଆପଣ ମତେ ମନା କଲେ ପ୍ରଚାର କରିବା ପାଇଁ, ଆଉ ମୋ ପରେ ଆପଣ ନିଜେ ପ୍ରଚାର କରୁଛନ୍ତି। ତ ମୋର କହିବାର ଅର୍ଥ କଣ? ଏଗୁଡାକ କେତେବେଳେ ହେବ? ଯେତେବେଳେ କି ଆମେ ଆମର ପରିପକ୍ୱତା ହେବା ଥିବା ସତ କଥା, କିନ୍ତୁ ପରିପକ୍ୱତା ହେଇନଥିବା। ତ ମୋର କହିବାର ଅର୍ଥ କଣ? ଯେତେବେଳେ ପ୍ରଭୁ ଆପଣଙ୍କୁ ଅଧିକାର ଦେଇଛନ୍ତି ଗୋଟେ ମଣ୍ଡଳୀର ଦାୟିତ୍ୱ ନେବା ପାଇଁ, କିମ୍ବା ଆସନ୍ତା ଦିନର ମଣ୍ଡଳୀର ଦାୟିତ୍ୱ ନେବା ପାଇଁ ପ୍ରଭୁ ଦେବା ପାଇଁ ଯାଉଛନ୍ତି, ସବୁଠାରୁ ଭଲ ବିଷୟ ଆମେ ଚେଷ୍ଟା କରୁ କି ଆମେ ବାକ୍ୟ ପ୍ରଭୁଙ୍କର ମାନେ ବାକ୍ୟ ଜ୍ଞାନକୁ ସେମାନଙ୍କ ପାଖରେ ଶିକ୍ଷା ଦେବା ପାଇଁ, ସେମାନଙ୍କୁ ଶିକ୍ଷା ଦେବା ପାଇଁ। ଶିକ୍ଷା ହିଁ ଜଣେ ବ୍ୟକ୍ତିଙ୍କୁ କୁଆଡକୁ ନେଇଥାଏ, ଶିକ୍ଷା ହିଁ। ତ ସେଇ ଜାଗାରେ ବି ସେ ଲୋକ ଯେତେବେଳେ ମୁଁ ଗୋଟେ ଟପିକରେ ମୁଁ ଆଲୋଚନା କରିଥିଲି, ତାର ସେ କମ୍ପ୍ଲିଟଲି ମାନେ ଅପୋଜିଟ ରେ ସେ କହିଲେ। ମୁଁ କହିଲି, ଯେହେତୁ ପ୍ରଭୁ ସେଇଟା ମତେ ଗାଇଡ କଲେ, ଯାହା ମୁଁ ତାହା କହିଲି। ଫର ଏକ୍ସାମ୍ପଲ, ମୁଁ କର୍ଣ୍ଣେଲିୟସ ଜୀବନ କଥା ମୁଁ କହୁଥିଲି ସେଇଠି, କି କର୍ଣ୍ଣେଲିୟସ ପରିବାରରେ ଜଣେ ମାନେ ଗୋଟେ ଅଫିସର ହେବା ସତ୍ତ୍ୱେ ମଧ୍ୟ, ଗୋଟେ ସତ ସେନାପତି ହେବା ସତ୍ତ୍ୱେ ମଧ୍ୟ ବାଇବଲ ଲେଖାଯାଏ ସିଏ ଏବଂ ତାଙ୍କ ପରିବାର ପରିବାର ପରମେଶ୍ୱରଙ୍କୁ ଭୟ କରୁଥିଲେ ଆଉ ପ୍ରାର୍ଥନା କରୁଥିଲେ ଲେଖା ହଉଛି। ମାନେ ପରିବାର ସେ ଗଠନ କରିପାରିଥିଲେ। ଯଦି ବି ସେ ଜଣେ ବ୍ୟକ୍ତି ବାହାରେ ଚାକିରି କରୁଛନ୍ତି, ତ ବି ଛୁଟିରେ ବେଳେ ବେଳେ ସେ ଘରକୁ ଆସନ୍ତି, ବଟ୍ ବାଇବଲ ଲେଖାଯାଏ ପରିବାର ପ୍ରଭୁଙ୍କୁ ଭୟ କରୁଥିଲେ। ତାର ସେ ପରିବାରକୁ କି ପ୍ରକାର ହ୍ୟାଣ୍ଡେଲ କରୁଥିଲେ, କି ପ୍ରକାର ପରିବାରକୁ ସେ ପରିଚାଳନା କରୁଥିଲେ। ଏଇ ବିଷୟ ମୁଁ ତାଙ୍କୁ ଶିକ୍ଷା ଦଉଥିଲା ବେଳେ ସେ ଭୟ ବିଷୟରେ କହିଲେ କି ହଁ, ଏ ଲୋକମାନେ ବି ନିଶ୍ଚିତ ଭାବରେ ପରିବାର
सहित प्रभु को भय करछंती आ पुणी बिल्कुल अपोजिट शिक्षा देले मु विरोधी करू नै बट एटा होची गोटे गोटे आमान को बुझिबा को पड़िबो जे प्रकृत रे जणे जदी शिक्षा दउछंती तबे कोउ कॉन्टेक्स्ट रे कोउ सेंस रे दउछन सेटा जानो आ पुणी आमे कहूतिबा तांकू समय नै आ तांको थार अधिक समय एटा परिपक्व ख्रिस्टियन रो कोन स्वभाव नुहे जेते दिन भी आमे ख्रिस्टियन हिताउ कि जेते वर्ष ख्रिस्टियन हेले भी एई सब विषय आमान को परिपक्व ख्रिस्टियन करिया पय केबे भी बा प्रमाणित करिया पय सहाय्य करे नै तेणु प्रत्येक ख्रिस्टियन भाबरे हम प्रत्येक को किछि सत्यता को जानिबा को पड़िबो आ हमर जीवन एक भित्तिमूल ऊपर स्थापन हेबा दरकार एक उचित शिक्षा ऊपर स्थापन हेबा दरकार जो शिक्षा आमान को आत्मिक जीवन अभिवृद्धि हेबा पय सहाय्य करिवो आगे जदि मंडली रे शिक्षा नहीं तेबे मंडली केबे भी वृद्धि हेबो नै आपण कहबे लोक बहुत सारा आसी पारंती बट समस्त परिपक्व हेबा को जिबे नै हमर कर्तव्य अछि जेतले प्रभु आपण को मते दउछंती एक दायित्व दउछंती मंडली रो भार नेबा मंडली को तत्वधान करिया पाई सेतेबे आपण को मोर मुख्य विषय हेबा दरकार लक्ष्य हेबा दरकार हम सेमा को प्रभु को वाक्य रो ज्ञान रे परिपक्व करिया पाई शिक्षा रे हम परिपक्व करिया पाई शिक्षा जने व्यक्ति को जेंगा हम कहउछंती ना एजुकेटेड लोक मानकर कथा शिक्षा को शिक्षित करता है ठीक से प्रकार बाइबल भित्तिक शिक्षा जने व्यक्ति को आत्मिक जीवन अभिवृद्धि हेबा सहायता करे नचेत चिन चमत्कार का होगा हबो आ लोक माने खाली पाइबा आसर आसीबे जेते दुख आसीबो सेतेबे से माने ठियाबे नै पत्र को फेरी जिबे किंतु जदि शिक्षा अछन तबे निश्चित भाबरे से माने शेष पर्यंत धैर्यर सहित बसिबे जेमति यीशु ख्रीष्ट तांकर शिष्य मान को शिक्षा दउतले आ से शिक्षा से लोक मान को अंतिम समय पर्यंत इवेन निजर जीवन को बलिदान पर्यंत से मान को सहायता कला तो आज जो शिक्षा हमें करिया पाई जाउछु आपण माने समस्त जानथिबे कि ख्रिस्टियन भित्तिमूलक सत्यता ख्रिस्टियन लोक मान को निमंते को सत्यतार भित्तिमूलक को हमें दरकार को सत्यता जानिले हमनकर भित्तिमूलक आमर सठिक हेबो से विषय आज हम आलोचना करिया पाई जाउछु तो आज रो टॉपिक अनुसार प्रथम दिन प्रथम क्लास को मु आप मान को सम्मुख रखिया पाई चाहिबी आ सेही क्लास रो बा सेही टॉपिक रो नाम यीशु जणे पुत्र अटंती यीशु जणे पुत्र अटंती एक मिनट हेलो हेलो प्रेज द लॉर्ड भूने केमति अछंती भलो अछि मोरे हेले ओने मु टिके क्लास रे छु मोरे फोन कले चलिबो बाकी भलो छ बरा समझते आ मु मोरे फोन करबी हां ओके यीशु जणे पुत्र अटंती यीशु जणे पुत्र अटंती एटा कथा कहले बहुत सारा प्रश्न आसे आपन मन रे मो मन रे मध्य आ हुई तो ही पारे मुक्ते क्लास रे सेटा को समाधान करबा पय कष्ट ही पारे कारण आपन को पाखरे बहुत सारा सवाल ठियाई पारे बहुत सारा प्रश्न ठियाई पारे बहुत सारा द्वंद्वता ठियाई पारे यीशु जणे पुत्र अटंती एमती कहले आपन को खराब लागे किंतु एटा सत्य जे यीशु ख्रीष्ट जणे पुत्र अटंती यीशु ख्रीष्ट जणे पुत्र अटंती एबे मु आपन को बाइबल आड़ को टिके नेबा पा मु चाहिबे हम समस्त बाइबल पाखरे रखिछु एटा मोर विश्वास अछि तेनु हमें समस्त बाइबल रो मध्ये अल्प किछि विषय को हम आलोचना करबा देखिबा आ विश्वास करछि आपन माने समस्त एन्जॉय करिवे आ किछि किछि शिक्षा करिवे एटा मोर विश्वास अछि ओके तो यीशु ख्रीष्ट जणे पुत्र अटंती अनेक समय रे प्रश्न आसे लिखा जाए स्वर माने आकाश तले किबा पृथ्वी पर एक प्रकार कौन से नाम दिया जाए ना जहा द्वारा में परित्राण मिलिबो कोन केवल गोटे नाम ता होची यीशु नाम अटे नंबर 1 मरियम को गाब्रिएल दूत आसी कहले देखो तुम एक पवित्र आत्मांकर कर्तृत्व रे तुम गर्भवती हेबो आ एक पुत्र को तुम जन्म करिवो जात करिवो आ सेही पुत्रंकर नाम यीशु हेबो 2 नंबर कथा तृतीय नंबर लिखा अछि जो माने भी सही नाम को स्वीकार करंती ग्रहण करंती माने
पुत्र हेबार ईश्वरंकर पुत्र हेबार बा संतान हेबार अधिकार पाती आउ पुणी लेखा अछि जीशुंकर नाम जानिले जौन पुस्तक 17:3 लिखा जाए तुम वो पुत्र को जानिबा अर्थात जीशु को जानिबा होची आनंद अटे तेबे जीशु जने पुत्र अटंती तो काहे कि सबु नाम ठारू जीशुंकर नाम को उच्चार रखिले द्वितीय नंबर प्रश्न प्रभु काहे कि जीशुंको नाम रे ही परित्राण को रखिले काहे को सामना बा सेही नाम रे सेही नाम सम्मुख रे समस्त जानू समस्त जीवा स्वीकार करिवो काहे कि एटा प्रश्न मु आपण मानको पाखर छाडुची आपण मानको मु देउची आपण माने ए विषय चिंता आजिर क्लास रे होइते पारे विषय को आलोचना करबे ना किंतु नेक्स्ट क्लास रे आपण मानको उत्तर अनुसार ए विषय को हम आलोचना काहे कि प्रभु जीशु नाम को सबु नाम ठारू उच्चार रखिले नंबर 1 क्वेश्चन नंबर 2 क्वेश्चन काहे कि जीशु को नाम रे अर्थात जीशु को सम्मुख रे समस्त आंठू समस्त जानू पुणे समस्त जीवा स्वीकार करिवे काहे कि जीशु नाम को ग्रहण कले आमे उद्धार को पाउछु काहे कि जीशु नाम एते इंपोर्टेंट केवल क्वेश्चन सहित छोट आइडिया देबा कौन जीशु नाम एथिबा फेमस कौन जीशु नाम एथि सब नाम ठारू उच्चा कि से परमेश्वर अटंती बोली आउथरे कौन जीशु नाम सबु नाम ठारू उच्चा एथि पई कि से परमेश्वर अटंती ना आउ कौन सेटे रहस्य अछि टिके मु आपन को आइडिया देली आपण निजे भाबंतु नेक्स्ट क्लास रे यार उत्तर ऊपर हम आलोचना करिबो जीशु ख्रीष्टकर नाम सबु नाम ठारू उच्चा काहे कि हैला कौन से परमेश्वर थिले बोली तांको नाम उच्चा हैला ना आउ कौन कारण रही अछि होइते पारे ए थॉट्स केते जण भाबिथिबे ए भावना केते जण आपन को मन रे न आसीथिबो से आने कि आपण मान को आउटिके सरल करिया पा मु ए कथा को बा ए प्रश्न को आउटे मु पचारली जे जीशु प्रभु हेतिबा सकासु तांकर नाम उच्चार रहिला ना आउ किछि कारण अछि जो कारण सकासु जीशुकर नाम सब ठारू उच्चार रखा गला वर्तमान आमे पुनर्बार टॉपिक को आसीबा जीशु ख्रीष्ट जणे पुत्र अटंती जीशु ख्रीष्ट जणे पुत्र अटंती अनेक लोक मान को प्रश्न पचारा गला जे प्रकृत जीशु ख्रीष्ट की अटंती ध्यान सुनतु जीशु ख्रीष्ट की अटंती बहुत सारा लोक मानकर जवाब संपूर्ण गलत थिला आउ जीशु ख्रीष्ट पृथ्वी पृष्ठ थिबा समय मध्य से बहुत थर कहले साधु की फारूसी मान को जाजक मान को कहले शास्त्री मान को कहले विज्ञ लोक मान को कहले कि जे मु स्वर्गरु आसीथिबा से पुत्र अर्थात स्वर्गरु आसीथिबा मानहा किबा मु जणे मु ओ पिता एक अटु आउ मु तांकर पुत्र अर्थात मोर पिता से परमेश्वर अटंती ए जो कथा गुडा को कहिबा द्वारा माने पिता और पुत्र रे संपर्क कथा कहिबा द्वारा लोक माने चिड़ी गले विश्वास गले ना कहले ये कि पागल होची यार बापा तो जोसेफ यार भाई माने तो अछंती हम पाखरे बणे मान अछंती ये की प्रकार कथा कहूची कि मु स्वर्ग आसीची स्वर्ग आसी टिके बुझवा पय चेष्टा करतो आउ जो माने भी डाउट करूथले से माने बेकार डाउट करि ना हंदिया जो माने भी डाउट करथले से माने बेकार डाउट करनथले जो माने प्रश्न उठौथले से माने बेकार प्रश्न उठौनथले सेटे भी किछ कारण थिला कारण कोन तांको जगह से माने सठिक थिले किए विश्वास करिवो जणे बाढेई रूप कहबो जे मु भगवान आपण थिले मो आमे भी से काम करितांतो आमे भी विश्वास करि नथांतो जे बाढेई करे जन्म ग्रहण करिछि जार भाई भौणी मान अछंती आपनको परि मो परि खाउछंती आपनको परि मो परि निद होलुची हालिया होउछंती से पुणी कहबो जे नाय मु परमेश्वर कहले की विश्वास करिवो के विश्वास करिवे नै आ से तारो अपर परसरे तांकू मसांकर व्यवस्था एते शिक्षा देउची जे मते छाडी किरा तमरो कोनसी देवता हेबो नै आ ये कहउछंती जे मो तमरो देवता तेबे निश्चित भाव से तो मिसअंडरस्टैंडिंग सृष्टि ही हम तो जीशु निजे प्रश्न पचारे दयाकर आम माथ्यू पुस्तक बाहर करवा आज जीशु आपण मो किए अटंती
ଆଉ ଦୁନିଆ ଲୋକ ପାଇଁ କିଏ ଅଟନ୍ତି ଆମେ ସେଇ ବିଷୟରେ ଧ୍ୟାନ କରୁଛୁ। ମାଥ୍ୟୁ ପୁସ୍ତକ ମୁଁ ଚାହିଁବି ଯଦି ଆପଣଙ୍କ ପାଖରେ ବାଇବଲ ଅଛି ସମସ୍ତେ ଖୋଲନ୍ତୁ ୟା ଭିଡିଓ ଟିକେ ଅନ୍ କରନ୍ତୁ। ସେମାନେ ଠିକ ଜାଗାରେ ବସୁଛନ୍ତି ସେମାନେ ଦୟାକରି ଭିଡିଓ ଅନ୍ କରନ୍ତୁ। ଅଲରାଇଟ୍ ମାଥ୍ୟୁ ପୁସ୍ତକ 16 ପର୍ବ ଆମେ ଅଧ୍ୟୟନ କରିବା। ମାଥ୍ୟୁ ପୁସ୍ତକ 16 ପର୍ବ 16 ପର୍ବ 13 ପଦ 16 ପର୍ବର 13 ପଦ କେହି ବି ଜଣେ ପଢନ୍ତୁ। ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କଣ କହନ୍ତି? Yes. ପରମେଶ୍ୱର କାଇସରିଆ ଫିଲିପକୁ ଆସିଲା ପରେ କାଇସରିଆର ଯୋଉ ଫିଲିପ ବୋଲି ଗୋଟେ ରାଜ୍ୟ ଥିଲା, ଦେଶ ଥିଲା, ଗ୍ରାମ ଥିଲା, ସହର ଥିଲା, ସେଇ ସହରରେ ଆସିଲା ପରେ ସେ ଶିଷ୍ୟ ମାନଙ୍କୁ ପଚାରୁଛନ୍ତି। ଧ୍ୟାନ ଶୁଣୁ, ଶିଷ୍ୟ ମାନଙ୍କୁ ପଚାରୁଛନ୍ତି ଯେ ଏଇ ଯୋଉ ଲୋକମାନେ ମୋ ପଛରେ ଆସନ୍ତି, ମୋ ସହିତ ରୁହନ୍ତି, 3 ଦିନ ପର୍ଯ୍ୟନ୍ତ ରୁହନ୍ତି, ମୁଁ ଆଶ୍ଚର୍ଯ୍ୟ କର୍ମ କଲେ ଖାଇକି ଯାଆନ୍ତି, ମୁଁ ଚମତ୍କାର କଲେ ସେମାନେ ସବୁ ନିଜେ ନିଜେ ମାନେ ସୁସ୍ଥ ପାଆନ୍ତି, ଏଇ ଯୋଉ ଲୋକମାନେ ଯୋଉ ଅସଂଖ୍ୟ ଲୋକମାନେ ମୋ ପଛରେ ଆସନ୍ତି, ଏମାନେ ମୋ ବିଷୟରେ କଣ କୁହନ୍ତି? ମୁଁ କିଏ? ମୋର ପରିଚୟ ଏମାନଙ୍କ ସମ୍ମୁଖରେ କଣ ଅଟେ? ମୋର ପରିଚୟ ଏମାନଙ୍କ ସମ୍ମୁଖରେ କଣ ଅଟେ? ଆଉ ଆଶ୍ଚର୍ଯ୍ୟ କଥା ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଠାରୁ ଉତ୍ତର ଶୁଣୁଛନ୍ତି, ଶିଷ୍ୟମାନେ ଉତ୍ତର ଦଉଛନ୍ତି। ସେଇ ଲୋକମାନେ ତ କହୁନାହାନ୍ତି, କିନ୍ତୁ ଶିଷ୍ୟମାନେ ସେଇ ଲୋକମାନଙ୍କର ଚିନ୍ତାଧାରାକୁ କହୁଛନ୍ତି। ଯୀଶୁ ପ୍ରକୃତରେ ତାଙ୍କ ନିମନ୍ତେ କିଏ ଅଟନ୍ତି? 14 ପଦ ପଢିବା। ଯଦି ସମ୍ଭବ ଭିଡିଓ ଅନ୍ କରନ୍ତୁ, ଜଣେ ହିଁ ଆଜ୍ଞା ଆମମାନଙ୍କର ଅନ୍ କଲେ, ଯଦି ଅନ୍ୟମାନେ ବି ଖୁସିରେ ଅଛନ୍ତି, ଭଲ ଜାଗାରେ ବସିଛନ୍ତି। ଓକେ ବିକାଶ ଆଜ୍ଞା, ଥ୍ୟାଙ୍କ ୟୁ ସୋ ମଚ୍। ୟେସ୍, ଭେରି ଗୁଡ। ଅଲରାଇଟ୍, 14 ପଦ ପଢନ୍ତୁ। ଏଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜ ୟେସ୍, କେହି କେହି ଓକେ ଲେଖାଯାଏ କେହି କେହି କହନ୍ତି ବାପ୍ତିଜକ ଜହନ। ଏଇଠି ବି ବହୁତ ସାରା ରହସ୍ୟ ଅଛି ଆଜ୍ଞା। କାହିଁକି ସେମାନେ ବାପ୍ତିଜକ ଜହନ ବିଷୟରେ କହିଲେ? କାରଣ ମଲାଖି ପୁସ୍ତକରେ ଲେଖା ଅଛି ଯେ ବାପ୍ତିଜକ ଜହନ ଆସିବ। ତ ଏଇ ସବୁ ବିଷୟକୁ ନେଇକିରି ଲୋକମାନେ କହିଲେ, ଏଇଟା ଆଉ ପୁଣି ଲମ୍ବା ସିକ୍ରେଟ ଅଛି, ମିଷ୍ଟ୍ରି ଅଛି, ଗୁପ୍ତ ରହସ୍ୟ ବିଷୟ ଅଛି। ଆଉ ସେଇଟା ତ ମୋର କହିବା ପାଇଁ ସମୟ ହବ ନାହିଁ। ଏଇ କଥା ହୁଏତ ଆପଣମାନେ ବି ଜାଣିଛନ୍ତି। ତ କିଛି ଲୋକମାନେ କହିଲେ, ଯୋଉ ଅସଂଖ୍ୟ ଲୋକ, ଅଗଣିତ ଲୋକ, ବହୁ ସଂଖ୍ୟକ ଲୋକ ଯୋଉମାନେ ଯୀଶୁ ଖ୍ରୀଷ୍ଟଙ୍କ ପଛରେ ମାଡି ପଡୁଥିଲେ, ଯୀଶୁ ଖ୍ରୀଷ୍ଟଙ୍କ ପଛରେ ଯାଉଥିଲେ, ସେମାନଙ୍କର ମତ ଥିଲା ଯୀଶୁ ସେମାନଙ୍କ ପାଇଁ, କିଛି ଲୋକମାନଙ୍କ ପାଇଁ, ଯଦି ଆମେ କହିବା 5,000 ଲୋକ ଯଦି ଯାଉଥିଲେ, ତେବେ 5,000 ଲୋକରୁ କିଛି ଲୋକମାନେ ଥିଲେ ଯୋଉମାନଙ୍କୁ ଯୀଶୁଙ୍କ ବିଷୟରେ କଣ ପରିଚୟ ଥିଲା କି ସେମାନେ କହୁଥିଲେ ଯୀଶୁ ବାପ୍ତିଜକ ଜହନ ଥିଲେ। ଯୀଶୁ ବାପ୍ତିଜକ ଜହନ ଥିଲେ। ଆଉ କିଛି ଲୋକମାନେ କହିଲେ ଏଲିୟ ଭବିଷ୍ୟତ ବକ୍ତା। ସେଇଟା ବି କାରଣ ଅଛି କାହିଁକି ସେମାନେ ଏଲିୟ ଭବିଷ୍ୟତ ବକ୍ତାଙ୍କର ନାମ ନେଲେ, ସେଇଟା ବି କାରଣ ଅଛି, ଆପଣମାନେ ଜାଣିଛନ୍ତି। ଏଲିୟ ଭବିଷ୍ୟତ ବକ୍ତା କହିଲେ। ଆଉ କିଛି ଲୋକମାନେ କହିଲେ ଚିରିମିୟ ଭବିଷ୍ୟତ ବକ୍ତା। ଆଉ କିଛି ଲୋକମାନେ କହିଲେ ଭବିଷ୍ୟତ ବକ୍ତା ମାନଙ୍କ ମଧ୍ୟରୁ ଜଣେ ହେଇଥିବେ। ଏଇ ପ୍ରଶ୍ନରେ ଯୀଶୁ ଯୋଉ ପ୍ରଶ୍ନ ପଚାରିଲେ, ସେ ପ୍ରଶ୍ନରେ ଅନେକ ଅର୍ଥ ଛୁପିକି ରହିଅଛି, ଅନେକ ଅର୍ଥ ଆଜି ଗୁପ୍ତ ଭାବରେ ରହିଅଛି। ଆଉ ଅନେକ ଚର୍ଚ୍ଚରେ, ଅନେକ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏଇ ପ୍ରଶ୍ନ ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନରେ ସଠିକ ଉତ୍ତରକୁ ଆଣିପାରି ନାହିଁ। ଆଜି ଆମେ ଯୀଶୁଙ୍କ ପଛରେ ଚାଲୁଛୁ ସତ କଥା, ଯୀଶୁଙ୍କର ଅନୁସରଣ କରୁଛୁ ସତ କଥା, ଯୀଶୁଙ୍କର ବାକ୍ୟକୁ ପ୍ରଚାର କରୁଛୁ ସତ କଥା, କିନ୍ତୁ ଯୀଶୁ ଆମମାନଙ୍କ ପାଇଁ କିଏ ଅଟନ୍ତି ଏ କଥା ଆମେ ଭୁଲି ଯାଉଛୁ। ସେଇଦିନ ହଜାର ହଜାର ଲୋକ ଯୀଶୁ ଖ୍ରୀଷ୍ଟଙ୍କ ପଛରେ ଚାଲୁଥିଲେ। ଆଉ ପ୍ରଭୁ କହିଲେ କି ଏମାନେ ମୋ ବିଷୟରେ କଣ କୁହନ୍ତି? ମୁଁ କିଏ? ମୋର ପରିଚୟ କଣ ଏମାନଙ୍କ ପାଇଁ? ଆଉ ପ୍ରଭୁ ଉତ୍ତର ପାଇଲେ, ଜହନ ଦ ବାପ୍ଟିଷ୍ଟ
ଆଉ କିଛି ଲୋକମାନେ କହିଲେ ଏଲିୟାସ, କିଛି ଲୋକମାନେ କହିଲେ ଜେରିମିୟ, ଆଉ କିଛି କହିଲେ ୱାନ୍ ଅଫ ଦ ପ୍ରଫେଟ୍ସ। ପ୍ରଭୁ ଭାରି ଦୁଃଖ କଲେ, ଭାରି ଦୁଃଖ କଲେ କି ଆଜି ପର୍ଯ୍ୟନ୍ତ ଏମାନେ ମତେ ଜାଣି ନାହାନ୍ତି, ମୁଁ କିଏ ଏ କଥା ଜାଣି ନାହାନ୍ତି। ହୁଏତ ହେଇପାରେ ଏଲିଓ ପରି ଚମତ୍କାର ଦେଖିକିରି ମୋ ପଛରେ ଆସନ୍ତି, ହୁଏତ ହେଇପାରେ ଜେରିମିୟ ପରି ଭବିଷ୍ୟତବାଣୀ ଦେଖିକି ମୋ ପଛରେ ଆସନ୍ତି, କିମ୍ବା ଅନ୍ୟାନ୍ୟ ଶିକ୍ଷାକୁ ଶୁଣିକି ମୋ ପଛରେ ଆସନ୍ତି, କିନ୍ତୁ ଏମାନେ ପ୍ରକୃତରେ ମତେ ଏବେ ପର୍ଯ୍ୟନ୍ତ ଜାଣି ନାହାନ୍ତି ଯେ ମୁଁ କିଏ। ପ୍ରଭୁ ଦୁଃଖ କଲେ ଆଉ ଭାବିଲେ ହଉ ଠିକ ଅଛି, ଏମାନେ ତ ବାହାରି ଲୋକମାନେ କିଛି ମତଲବୀରେ ଆସୁଛନ୍ତି, କିଛି ସ୍ୱାର୍ଥ ନେଇକି ଆସୁଛନ୍ତି। ପ୍ରଭୁ ଚାହିଁଲେ ତେବେ ଶିଷ୍ୟ ମାନଙ୍କୁ ପ୍ରଭୁ ପଚାରିବା ଆରମ୍ଭ କଲେ, ତେବେ ତମେ କୁହ, କାରଣ ତମେ ତ ମୋ ସହିତ ସବୁବେଳେ ରହୁଛ, ମୋର ଚମତ୍କାର ମୋର ଶିକ୍ଷାକୁ ତମେ ଶୁଣୁଛ, ମୁଁ ଯୋଉ ଜାଗାରେ ରହୁଛି ତମେ ସେଇ ଜାଗାରେ ରହୁଛ, ମୁଁ ଯୁଆଡେ ଯାଉଛି ତମେ ସିଆଡେ ଯାଉଛ, ମୁଁ ଯେକୌଣସି ମିନିଷ୍ଟ୍ରି କରୁଛି ସେ ସମସ୍ତ ବିଷୟ ତମେ ଜାଣିଛ, ଅର୍ଥାତ୍ ତମେ ମୋର ସହିତ ରହୁଛ, ତମେ ମୋର ବହୁତ କ୍ଲୋଜ ସାଙ୍ଗ ମାନେ, ନିଶ୍ଚିତ ତମେ ଜାଣିଥିବ ମୁଁ କିଏ। ଆଉ ପ୍ରଭୁ ଶିଷ୍ୟ ମାନଙ୍କୁ ବଡ ଆଶାର ସହିତ ସେ ପ୍ରଶ୍ନ ପଚାରିଲେ, ବଡ ଆଶାର ସହିତ ପ୍ରଶ୍ନ ପଚାରିଲେ, ତେବେ ମୁଁ କିଏ, ତମେ କଣ କହୁଛ। ଆଜ୍ଞା ଏ ପ୍ରଶ୍ନ ଶୁଣୁ ଶୁଣୁ 12 ଜଣଙ୍କର ପାଟି ବନ୍ଦ ହେଇଗଲା। କମ ସେ କମ ସେ ଗହଳି ଲୋକମାନେ ଆସୁଥିଲା, ଲୋକମାନେ କମ ସେ କମ କହିଥିଲେ, କିଏ ବି ଯିଏ ବି କଣ କହିଦେଇଥିଲେ, ହଁ ତମେ ଜନ ଦ ବାପ୍ଟିଷ୍ଟ, କିଏ ତ କହିଥିଲା ଜେରିମିୟ, କିଏ ତ କହିଥିଲା ଏଲିଓ, କିଏ ତ କହିଥିଲା ତମେ ଭବିଷ୍ୟତ ବକ୍ତା ମାନଙ୍କ ମଧ୍ୟରୁ ଜଣେ, କିଛି ନା କିଛି ମୁଖରୁ ପ୍ରକାଶ କରିଥିଲେ। କିନ୍ତୁ ଯେତେବେଳେ ଯୀଶୁ ଶିଷ୍ୟ ମାନଙ୍କୁ ପଚାରିଲେ, ଶିଷ୍ୟ ମାନଙ୍କର ଶବ୍ଦ ମୁଖ ସମ୍ପୂର୍ଣ୍ଣ ବନ୍ଦ ହେଲା। ଯୀଶୁଙ୍କ ସହିତ ଥିଲେ, ଯୀଶୁଙ୍କ ସହିତ ଜୀବନ ଅତିବାହିତ କରୁଥିଲେ, ଯୀଶୁଙ୍କ ସହିତ ମିନିଷ୍ଟ୍ରିକୁ ଯାଉଥିଲେ, ଯୀଶୁଙ୍କର ସମସ୍ତ ଆଶ୍ଚର୍ଯ୍ୟ କର୍ମକୁ ଦେଖିଥିଲେ, ଯୀଶୁଙ୍କର ଶିକ୍ଷାକୁ ଗ୍ରହଣ କରୁଥିଲେ ଶିଷ୍ୟମାନେ, ତ ବି ଯୀଶୁ କିଏ ସେ କଥା ସେମାନଙ୍କ ପାଖରେ ଉତ୍ତର ନଥିଲା। ପ୍ରଭୁଙ୍କର ଧନ୍ୟବାଦ ହଉ କି ପବିତ୍ର ଆତ୍ମା ସେ ଗଭୀର ବିଷୟକୁ ପ୍ରକାଶିତ କଲେ। ଆଉ ପ୍ରଭୁ ଜଣଙ୍କ ଦ୍ଵାରା କଥା କହିଲେ, ଆଉ ସେ ବ୍ୟକ୍ତି କହିଲା, ପ୍ରଭୁ ଆପଣ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ଅଟନ୍ତି। ପ୍ରଭୁଙ୍କର ବିଶେଷ ଗୌରବ ହଉ, ଯଦି ସେଇ ପବିତ୍ର ଆତ୍ମା ବି ଯଦି ସେଇ ପରିଚୟ ଦେଇନଥାନ୍ତେ, ତେବେ ଏଇ 12 ଜଣ ଶିଷ୍ୟ ମଧ୍ୟ ଅସକ୍ଷମ ଥିଲେ ଉତ୍ତର ଦେବା ପାଇଁ। ବେଳେ ବେଳେ ଆମମାନଙ୍କ ଜୀବନରେ ପ୍ରକାର ସମସ୍ୟା ଆଉ ପରିସ୍ଥିତି ଦେଖାଯାଏ। ଅନେକ ସମୟରେ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହଉ, ଅନେକ ସମୟରେ ଯୀଶୁଙ୍କ ସହିତ ରହୁ, ଅନେକ ସମୟରେ ଆମେ ପ୍ରାର୍ଥନା କରୁ, ଅନେକ ସମୟରେ ଆମେ ସଂଗତିରେ ଯାଉ, ସବୁ କିଛି କରୁ, କିନ୍ତୁ ଯୀଶୁ କିଏ ଅଟନ୍ତି ଏଇ ବିଷୟ ଆମେ ବୁଝି ନଥାଉ। ବହୁତ ଦୁଃଖର କଥା, ଆଜି ଯଦି ଆପଣ ମାନେ ଚତୁଃପାର୍ଶ୍ୱକୁ ଟିକେ ଅନେଇକି ଦେଖିବେ, ଆପଣ ଦେଖିପାରିବେ କେତେ ଲୋକ ଯୀଶୁ ଖ୍ରୀଷ୍ଟଙ୍କୁ ଡକ୍ଟର ଭାବରେ ସୀମିତ କରିଦେଇଛନ୍ତି। କେବଳ ସେ ସୁସ୍ଥ କରିପାରନ୍ତି। କିଛି ଲୋକମାନେ ଦେଖନ୍ତି କି ନାଇଁ ଯୀଶୁ ଖ୍ରୀଷ୍ଟ ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ସକ୍ଷମ ଅଟନ୍ତି, କେବଳ ଆଶ୍ଚର୍ଯ୍ୟ କର୍ମକାରୀ କରିଦିଅନ୍ତି। କିଛି ଲୋକମାନେ ଅନ୍ୟ ଅର୍ଥାତ୍ ଲିମିଟେଡ କରନ୍ତି, ପ୍ରତ୍ୟେକ ବିଷୟରେ ସୀମା ନିରୂପଣ କରନ୍ତି, ଆଉ ସେମାନେ କୁହନ୍ତି ଯୀଶୁ ଏମିତି ଅଟନ୍ତି। କିନ୍ତୁ ପ୍ରକୃତରେ ଯୀଶୁ ସେମିତି ନୁହନ୍ତି। ଯୀଶୁଙ୍କୁ ଏଥିପାଇଁ କୁହାଗଲା ପରା, ଆମ୍ଭେ କୋଉ କିଏ ଅଟନ୍ତୁ, ଆମ୍ଭେ ଆରମ୍ଭ ଓ ଶେଷଠୁ, ଆମେ ଆଲଫା ଓ ଓମେଗା ଅଟୁ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ହିଁ ଆରମ୍ଭ, ସେ ହିଁ ଶେଷ ଅଟନ୍ତି। ତାଙ୍କୁ ଆମେ କୌଣସି ଗୋଟେ ପଦବୀରେ ସୀମିତ କରିପାରିବା ନାହିଁ। କିନ୍ତୁ ଦୁଃଖର କଥା, ଆଜି ଶୈତାନ ଏ ପ୍ରକାର ବନ୍ଧନରେ ଆମକୁ ବନ୍ଧିଛି, ଅନ୍ଧ କରିଛି କି ଯେ ଆଜି ଆମମାନଙ୍କ ପାଖରେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଆମେ ସୀମିତରେ ରଖୁଛୁ। ଆମେ ଯୀଶୁ କିଏ ଏ କଥା ଜାଣିନାହୁଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଆପଣଙ୍କୁ ଆଉ ମତେ ପଚାରୁଛନ୍ତି, ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ପଚାରୁଛନ୍ତି, ମୁଁ କିଏ ବୋଲି ତମେ କହୁଛ, ଆମ ପାଇଁ କିଏ ଅଟନ୍ତି ଯୀଶୁ। ଆଜି ସେଇ ସତ୍ୟ ବିଷୟକୁ ଆପଣ ମାନଙ୍କ ସମ୍ମୁଖ ରଖିବା ପାଇଁ ମୁଁ ଚାହୁଁଛି, ଯୋଉଟା ଆପଣ ମାନେ ଭଲରେ ଜାଣୁଛନ୍ତି। ତ ଯୀଶୁ ପ୍ରକୃତରେ କିଏ ଅଟନ୍ତି, ଯୀଶୁ ପ୍ରକୃତରେ କିଏ ଅଟନ୍ତି, ମୁଁ କିଛି ପଏଣ୍ଟ ଗୁଡାକ ଆପଣ ମାନଙ୍କୁ କହିବା ପାଇଁ ଚାହିଁବି। ଯୀଶୁ କେବଳ ସୁସ୍ଥକାରୀ ନାହାନ୍ତି, ଯୀଶୁ କେବଳ ମରିଥିବା ଲୋକକୁ ଉଠେଇବା ଲୋକ ନୁହନ୍ତି, ଯୀଶୁ କେବଳ ଚମତ୍କାର କରିଥିବା 5ଟି ରୋଟି 2ଟି ମାଛରେ 5,000 ପ୍ରାୟ ପୁରୁଷ ମାନଙ୍କୁ ଖୁଆଇବା ଲୋକ ନଥିଲେ, କେବଳ ସେତିକିରେ ଯୀଶୁ ସୀମିତ ନୁହନ୍ତି। ସେ ପୁରା ଝର ଅଟନ୍ତି, ସେ ପୁରା ସ୍ରୋତ ଅଟନ୍ତି, ସେ ଆରମ୍ଭ ଶେଷ ଅଟନ୍ତି, ଅର୍ଥାତ୍ ସେ ସବୁ କିଛି ଅଟନ୍ତି। ଅନେକ ଦିନ ପୂର୍ବରୁ ଆମେ କିଛି ଭାଇ ମାନଙ୍କ ସହିତ, ଅର୍ଥାତ୍ ମୋ ଠାରୁ ସିନିୟର ଭାଇ ମାନଙ୍କ ସହିତ ଆମେ ଆଲୋଚନା କରୁଥିଲେ, ଆଉ ବହୁତ ସାରା
आज जो भक्त मान अच्छा प्रभु सेवक मान जीशु ख्रीस्ट विषय प्रचार कला बेले जो भिन्न भिन्न उदाहरण को आणती तो से सब विषय को लेकिन आम आलोचना करते कथबार्ता करते आम से कथा होते कि प्रकृत में जीशु को प्रेजेंट करने जीशु को प्रकाशित करने मत लगुना कि कहार साहाय्य को आम दरकार अच्छी जीसस एनफ जीशु ख्रीस्ट केवल यथेष्ट प्रचार करने जीशु ख्रीस्ट परिचय को लोक मान सम्मुख प्रदान करने जीशु ख्रीस्ट यथेष्ट अटंती से सबु किछि अटंती से सबु किछि अटंती तांको आमे गोटे जगह केबे भी लिमिटेड न करू पैसा देवा लोक धन देवा लोक किंबा मरिथिबा लोक गोठेबा लोक किंबा 5टी रोटी 2टी माछ को एमती करबा लोक केवल आमे सीमित रे न रखू जीशु को सीमित रे न रखू आज बहुत सारा लोक मान अछंती जो माने कि जीशु को सीमित रे रखंती एटा भारी दुखर कथा अटंती नहीं आज्ञा जीशु सीमित नुहंती से आरंभ और शेष अटंती तांको आमे कौन सी जगह मापिकी रखी पारिबा नाही कौन सी जगह तांको आमे सीमित करके रखी पारिबा नाही से सबु किछि अटंती से सबु किछि अटंती आज से जीशु को विषय अपन मान को गोटे 2टा पॉइंट मु कहया पई चाहिबी प्रकृत रे जीशु आम समस्त किए अटंती नंबर 1 पॉइंट मु कहया पई चाहिबी जीशु की प्रकृत रे आपन को पई आम पई जीशु किए अटंती प्रथम कथा जीशु आम मानकर सृष्टिकर्ता अटंती प्रथम रे जीशु आम मानकर सृष्टिकर्ता अटंती लिखंतु जो मान लिखुछ जीशु आंभ मानकर सृष्टिकर्ता अटंती अनेक लोक प्रश्न पचारिबे भाई जीशु तो नूतन नियम देखा गले लेकिन आपण मान समस्त जानि ना मु जान विश्वास करछि आपण मान समस्त ए विषय जानि छथि एथि पई मु एटा को बेस एक्सप्लेन करिबि ना किंतु अनेक प्रश्न आप शुणी निचे आपण मंडली रे अनेक आपन को प्रश्न पचारि थिबे जीशु तो नूतन नियम प्रभु अटंती तेबे आपण केमती कहउछन्ती जीशु को सृष्टिकर्ता बोली टिके बाइबल पढ़िबा जॉन पुस्तक 1 पर्व प्रथम कथा जीशु सृष्टिकर्ता अटंती 1 पर्व 10 पद जॉन पुस्तक 1 पर्व 10 पद जगत रे थिले और जगत तांको द्वारा सृष्ट हला तथापि जगत तांको चिन्हिला नहीं यस से जगत रे थिले पुढे लिखा जाए जगत तांको द्वारा सृष्टि करा जाय थिला आ से जगत तांको चिन्हिला तार अर्थ जगतर सृष्टिकर्ता जीशु अटंती आउ गोटे पद पढ़िबा कलसिय पुस्तक 1 पर्व 16 और 17 पद कलसिय 1 पर्व 16 एवं 17 पद कारण दृश्य अदृश्य स्वर्ग और पृथ्वी रे समस्त विषय ताहांको द्वारा सृष्टि होला सिंहासन की प्रभुत्व कि आधिपत्य कि कर्तापण समस्त ताहांको द्वारा और ताहांको निमंते सृष्ट होइछि समस्त विषय ओके ताहांको द्वारा सृष्टि होला कहा द्वारा जीशु ख्रीस्ट द्वारा सृष्टि होला अनेक पद पर्व अछि आपण मान को प्रचार करिया पय सुजोग हबो कहले आपण माने ए कथा प्रचार करनते एतिया मु रेफरेंस देउछि आपण लिखंतु आउ कोनी एवरी 1 पर्व 10 पद रे मते लिखा अछि एवरी 1 पर्व 10 पद एवरी 1 पर्व 10 पद जीशु केवल सुस्त माने सुस्तकारी नुहंती केवल सुस्तकारी ही केवल जीशु नुहंती जीशु ता ठारू मध्ये अधिक अटंती आ से कोन प्रथम रे से आम मानकर सृष्टिकर्ता अटंती एवरी पुस्तक 1 पर्व 10 पद रे मते लिखा अछि से आम मानकर हे प्रभु तुम्बे आरंभ रे पृथ्वी रो भित्तिमूल स्थापन करियछ पुनी आकाश मंडल तुम्बे हस्तकृत कर्म आमेन प्रेज गॉड सो प्रभु आमानकर सृष्टिकर्ता अटंती द्वितीय नंबर पॉइंट प्रभु आउ कोन अटंती जीशु ख्रीस्ट आमानको निमंते आउ कोन अटंती जीशु ख्रीस्ट आमानको निमंते आउ कोन अटंती 1 पर्व 3 पद से एवरी पुस्तक 1 पर्व 3 पद टिका मध्यन पे से तांको महिमार प्रभा और तांको तत्पर प्रतिमूर्ति से आपना शक्तियुक्त वाक्य द्वारा समस्त विषय धारण करती पुणी पाप मार्जना कला उतारे ऊर्ध्वस्त महामहिमों दक्षिण पार्श्व पर उपवेशन करियछंती ओके तार अर्थ जीशु द्वितीय नंबर जीशु
ଆମମାନଙ୍କର ରକ୍ଷାକାରୀ ଅଟନ୍ତି। ଯୀଶୁ ଆମମାନଙ୍କର ରକ୍ଷାକାରୀ ଅଟନ୍ତି। ଯୀଶୁ ଆମ୍ଭମାନଙ୍କର ରକ୍ଷାକାରୀ ଅଟନ୍ତି। ଦ୍ୱିତୀୟ ନମ୍ବରରେ ଯୀଶୁ ଆମମାନଙ୍କର ରକ୍ଷାକାରୀ ଅଟନ୍ତି, ଯେଉଁମାନଙ୍କୁ ରକ୍ଷା କରନ୍ତି। ଏଇଟା ପୁରୁଣା କଥା, ଆଉ ଆମେ ଏକ୍ସପ୍ଲାନେସନ କୌଣସି ମାଧ୍ୟମରେ ଦରକାର ବି ନାହିଁ। ଆମେ ସମସ୍ତେ ଜାଣିଛୁ, ଯେହେତୁ ଆମେ ଅନେକ ଦିନର ଖ୍ରୀଷ୍ଟିଆନ ଅଟୁ, ଯୀଶୁଙ୍କ ବିଷୟରେ ଆମେ ଜାଣିଛୁ ରକ୍ଷାକାରୀ ଅଟନ୍ତି। ତୃତୀୟ ନମ୍ବର ଯୀଶୁ ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି, ୟା ମୁକ୍ତିଦାତା ଅଟନ୍ତି। ଯୀଶୁ ଆମ୍ଭମାନଙ୍କର ମୁକ୍ତିକର୍ତ୍ତା ବା ମୁକ୍ତିଦାତା ଅଟନ୍ତି। ତୃତୀୟ ନମ୍ବର ପଏଣ୍ଟ, ଯୀଶୁ ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ତିତୋସ 2:14 ଲେଖନ୍ତୁ। ତିତୋସ 2:14, ତିତୋସ 2:14, କଲସ୍ୟ 1:13 ଆଉ 14 କଲସ୍ୟ 1:13 ଆଉ 14 ଯୀଶୁ ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ତେବେ ପ୍ରଶ୍ନ ଏବେ ବର୍ତ୍ତମାନ ଆସୁଛି, କି ମୁକ୍ତିକର୍ତ୍ତା ତ ଅଟନ୍ତି, ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି, ତେବେ ଆମେ କାହିଁକି ଜଣେ ମୁକ୍ତିକର୍ତ୍ତାଙ୍କର ଆବଶ୍ୟକତା କଲୁ? କାହିଁକି ଆମ ଜୀବନ ଜଣେ ମୁକ୍ତିକର୍ତ୍ତାଙ୍କର ଆବଶ୍ୟକତା ହେଲା? ଆମେ ଜାଣିଲୁ ଯୀଶୁ ଆମମାନଙ୍କର ସୃଷ୍ଟିକର୍ତ୍ତା, ନମ୍ବର 1। ନମ୍ବର 2ରେ ଆମେ ଶିଖିଲେ ଯୀଶୁ ଆମମାନଙ୍କର ରକ୍ଷାକର୍ତ୍ତା। ତୃତୀୟ ନମ୍ବର ଆମେ ଶିଖିଲେ କି ଯୀଶୁ ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ତେବେ ଯୀଶୁ ଆମମାନଙ୍କର ମୁକ୍ତିକର୍ତ୍ତା, ଏଇଟା ସମ୍ପୂର୍ଣ୍ଣ ସତ୍ୟ ଅଟେ, 100% ସହି ଅଟେ। ତେବେ ମୁକ୍ତିକର୍ତ୍ତା କାହିଁକି ଆମମାନଙ୍କୁ ଆବଶ୍ୟକ ହେଲା? କାହିଁକି ଆମେ ମୁକ୍ତିକର୍ତ୍ତାଙ୍କୁ ଆବଶ୍ୟକ କଲୁ? କାହିଁକି ଆବଶ୍ୟକ କଲୁ? ଆମେ ଆଦି ପୁସ୍ତକ 1:26 ଟିକେ ଅଧ୍ୟୟନ କରୁ। ଆଦି ପୁସ୍ତକ 1:26। ଏଥିଉତ୍ତର ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଓକେ, ଫାଇନ୍। ଆମେ ଦେଖିଲୁ ଲେଖା ଅଛି, ଆସ ଆମ୍ଭେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ନିର୍ମାଣ କରିବା, ସୃଷ୍ଟି କରିବା। ମୁକ୍ତିକର୍ତ୍ତା କାହିଁକି ଆମମାନଙ୍କର ଆବଶ୍ୟକ ହେଲା? ଆଜିର ମେସେଜ ହୁଏତ ହେଇପାରେ ଆପଣଙ୍କର ଏଇ ଟିଚିଂ ଆପଣ ରଖିଥାନ୍ତୁ, ନୂଆ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ସାହାଯ୍ୟ କରିବ, ନଚେତ ଗୁଡ ଫ୍ରାଇଡେରେ ପ୍ରଚାର କରିବା ପାଇଁ ସାହାଯ୍ୟ କରିବ। କାହିଁକି ଆମେ ଜଣେ ମୁକ୍ତିକର୍ତ୍ତାଙ୍କର ଆବଶ୍ୟକତା କରୁ? କାରଣ 1:26 ଆଦି ପୁସ୍ତକରେ ଆମେ ପଢୁଥିଲୁ, ଆମ୍ଭେ ପରମେଶ୍ୱରଙ୍କର ପ୍ରତିମୂର୍ତ୍ତିରେ ନିର୍ମାଣ କରାଯାଇଥିଲେ, ଆଉ ପ୍ରଭୁ ମନୁଷ୍ୟ ପରି ମନୁଷ୍ୟକୁ ବା ପରମେଶ୍ୱର ନିଜ ପରି ମନୁଷ୍ୟକୁ ନିର୍ମାଣ କରିଥିଲେ। ନିର୍ମାଣ କଲା ପରେ ଏ ପବିତ୍ର ବ୍ୟକ୍ତି ଥିଲେ, ଆଉ ପ୍ରଭୁ ଏମାନଙ୍କୁ ଗୋଟେ କାର୍ଯ୍ୟକୁ ନ କରିବା ପାଇଁ ଅର୍ଥାତ ଗୋଟେ ଆଜ୍ଞା ଦେଇଥିଲେ, ସେ କାର୍ଯ୍ୟକୁ କରିବ ନାହିଁ, ଅର୍ଥାତ ନିଷେଧ କରିଥିଲେ। ଯେମିତି ସ୍ମୋକିଂ ଇଜ ଡେଞ୍ଜରିୟସ୍ ଫର ହେଲ୍ଥ, ଏଇଟା ନିଷେଧ କରାଯାଉଛି, କିନ୍ତୁ ଲୋକମାନେ କଣ କରନ୍ତି? ସେଇଟାକୁ ଗ୍ରହଣ କରନ୍ତି, ଆଉ ତାର ପରିଣାମ ନିଶ୍ଚିତ ଭାବରେ ପ୍ରାପ୍ତ କରନ୍ତି। ଏଇଟେ ବହୁତ ସାରା ସମୟରେ ମୁଁ ଆପଣମାନଙ୍କୁ କହିଛି ବି, ବହୁତ ସାରା ସମୟରେ ଆମମାନଙ୍କ ମନରେ ଏଇଟା ଆସେ ଯେ ମନୁଷ୍ୟ କାହିଁକି ପାପ କଲା, କେମିତି ପାପ କଲା। ବହୁତ ସାରା ସମୟରେ ଆମ ମନରେ ଆସେ କି ପ୍ରଭୁ ମନୁଷ୍ୟ ଫଳ ଖାଇବା ଦ୍ୱାରା ପାପ କଲେ। ପ୍ରକୃତରେ ଫଳ ଖାଇବା ଦ୍ୱାରା ପାପ ହିଁ ନାହିଁ। ପାପ ପରମେଶ୍ୱରଙ୍କର କମାଣ୍ଡମେଣ୍ଟକୁ ଯୋଉ ଡିସୋବିଡିଏଣ୍ଟ କଲେ, ସେଥି ସକାଶୁ ଲୋକମାନେ ପ୍ରଥମ ମନୁଷ୍ୟ ପାପ କଲା। ପ୍ରଭୁଙ୍କର ଆଜ୍ଞାକୁ ଯେତେବେଳେ ଅବଜ୍ଞା କଲା, ସେତେବେଳେ ଜଣେ ବ୍ୟକ୍ତି ଏଇ ଯୋଉ ଆଦମ ଆଉ ପ୍ରଥମ ମନୁଷ୍ୟ, ଏମାନେ ପାପ କଲେ। ତେବେ ପ୍ରଭୁ ନିଜ ପ୍ରତିମୂର୍ତ୍ତିରେ ଆପଣଙ୍କୁ ମତେ ନିର୍ମାଣ କରିଥିଲେ। ପୁଣି ପ୍ରଭୁ ଆଦେଶ କଲେ ସବୁ ବିଷୟ କରିବ, କିନ୍ତୁ ଗୋଟେ ବିଷୟ କରିବ ନାହିଁ। ଆଉ ଯେତେବେଳେ ମନୁଷ୍ୟ ଅବାଧ୍ୟ ହେଇ ନିଷେଧ କରାଯାଇଥିବା ବିଷୟକୁ ଯେତେବେଳେ କଲେ, ପରମେଶ୍ୱରଙ୍କ ଠାରୁ ସମ୍ପର୍କ ସମ୍ପୂର୍ଣ୍ଣ ଦୂର ହେଲା। ଏକଥା ଆପଣ ଭଲରେ ଜାଣିଛନ୍ତି, ଦୂର ହେଲା। ତ ଏବେ ଆମେ ଗୋଟେ ବନ୍ଧନରେ ରହିଗଲୁ, ଗୋଟେ ଜାଲରେ ଫସିଗଲୁ। ଏବେ ଜଣଙ୍କର ଅଧୀନରେ ଆସିଗଲୁ, ଜଣଙ୍କର ନିୟନ୍ତ୍ରଣରେ ରହିଗଲୁ।
ଆଉ ସେ ଆମମାନଙ୍କୁ ନଚେଇବାକୁ ଆରମ୍ଭ କଲା। ଆଉ ସେଇ ଜାଗାରେ ପାପର ବେତନ ମୃତ୍ୟୁ, ପାପର ବେତନ ମୃତ୍ୟୁ। ଅନେକ କ୍ଲାସରେ ମୁଁ କହିଛି ଯେ କୋଉ କୋଉ ବିଷୟ ଅଛି ଯୋଉ ବିଷୟରେ ଆମେ ମୁକ୍ତି ହେଇପାରିବା, କୋଉ କୋଉ ବିଷୟକୁ ଆଗ କାଳରେ ଲୋକମାନେ ମୁକ୍ତି କରୁଥିଲେ, ସେ ବିଷୟକୁ ଆମେ ଆଲୋଚନା କରିଛେ ଅନେକ ସମୟରେ। ତ ଏଇଠି ଆମେ ସମସ୍ତେ ଜାଣିଛେ କି ପ୍ରକାର ଭାବରେ ଏମାନେ ପରମେଶ୍ୱରଙ୍କର ଆଜ୍ଞାକୁ ଲଙ୍ଘନ କଲେ, କୋଉ ଷ୍ଟୋରି ଅଛି ସେ ବିଷୟ ବି ଆମେ ଜାଣିଛେ। ଯେ ହବା କି ପ୍ରକାର ଆସିକି ଶୈତାନ କି ପ୍ରକାର ଆସିକିରି ହବାଙ୍କୁ ପ୍ରଶ୍ନ ପଚାରୁଛି, ପୁଣି ହବା କି ପ୍ରକାର ଉତ୍ତର ଦଉଛନ୍ତି, ଆଉ କି ପ୍ରକାର ଭାବରେ ଏମାନଙ୍କର ବ୍ୟବହାର ପରମେଶ୍ୱରଙ୍କ ବିରୁଦ୍ଧାଚରଣ ହଉଛି। ଏ ସମସ୍ତ ବିଷୟ କଲା ପରେ କିଛି ବିଷୟ ମନୁଷ୍ୟ ଜୀବନରେ ଦେଖାଯାଉଛି ଯାହା ସମଗ୍ର ମାନବ ସମାଜକୁ ପ୍ରଭାବିତ କରୁଛି। ପ୍ରଥମ କଥା, ଯେତେବେଳେ ସେମାନେ ଅବଜ୍ଞା କରୁଛନ୍ତି, ପରମେଶ୍ୱର ଆଜ୍ଞାକୁ ଅବାଧ୍ୟ ହଉଛନ୍ତି, ତେବେ ପ୍ରଥମରେ ଗୋଟେ ବିଷୟ ଘଟୁଛି ଯୋଉଟା ଆଦି ପୁସ୍ତକ 3 ପର୍ବ 8-10 ପଦ ଲେଖାଯାଏ। ଆଦି ପୁସ୍ତକ 3 ପର୍ବ 8-10 ଯାଏ। କାହିଁକି ଆମେ ଜଣେ ମୁକ୍ତିକର୍ତ୍ତାଙ୍କ ଆବଶ୍ୟକ କଲୁ? ତ ସେଇ ପ୍ରଭୁଙ୍କର ଅବଜ୍ଞା ହେବା ପରେ କଣ ହେଲା? ପ୍ରଥମ କଥା କି ମନୁଷ୍ୟ ଯିଏ ପରମେଶ୍ୱରଙ୍କ ସାଦୃଶ୍ୟରେ ସୃଷ୍ଟି କରାଯାଇଥିଲେ, ନିର୍ମାଣ କରାଯାଇଥିଲେ, ସେଇ ସାଦୃଶ୍ୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଗଲା, ଯାହା ଆଦି ପୁସ୍ତକ 3 ପର୍ବ 8-10 ପଦରେ ଲେଖାଯାଏ। ନମ୍ବର 1 କଣ ପ୍ରୋବ୍ଲେମ ହେଲା, କଣ ସମସ୍ୟା ହେଲା? କି ମନୁଷ୍ୟର ଯୋଉ ସ୍ୱରୂପ ଥିଲା, ଈଶ୍ୱରଙ୍କର ସଦୃଶ୍ୟରେ ନିର୍ମାଣ କରାଯାଇଥିଲେ, ତାହା ଭାଙ୍ଗିଗଲା। ଦ୍ୱିତୀୟ ନମ୍ବର ଆଉ କଣ ଲସ୍ ହେଲା? ଏଦେନର ଉଦ୍ୟାନ ଠାରୁ ସେମାନଙ୍କୁ ବହିଷ୍କାର କରାଗଲା। ଦ୍ୱିତୀୟ ନମ୍ବରରେ ଏଦେନର ଉଦ୍ୟାନ ଠାରୁ ସେମାନଙ୍କୁ ବହିଷ୍କାର କରାଗଲା। ଆଦି ପୁସ୍ତକ 3 ପର୍ବ 23-24 ପଦ, 23 ଆଉ 24 ପଦରେ ଲେଖାଯାଏ, ସେମାନଙ୍କୁ ଏଦେନର ବଗିଚା ଠାରୁ ତିରସ୍କାର କରାଗଲା ବା ବହିଷ୍କାର କରାଗଲା। ତୃତୀୟ ନମ୍ବର ଆଉ କଣ ଲସ୍ ହେଲା? ମନୁଷ୍ୟ ପାପ କଲା ପରେ, ଆଜ୍ଞାଧୀନ ନ ହେଲା ପରେ ତୃତୀୟ ନମ୍ବର କଣ ହେଲା? ପାପର ଅର୍ଥାତ୍ ଅବାଧ୍ୟତା ସକାଶୁ ମୃତ୍ୟୁ ମନୁଷ୍ୟ ଜୀବନରେ ଗ୍ରାସ କଲା, ଅର୍ଥାତ୍ ପ୍ରବେଶ କଲା। ଅବାଧ୍ୟତା ସକାଶୁ ମୃତ୍ୟୁ ଅର୍ଥାତ୍ ଅବାଧ୍ୟତାର ପରିଣାମ ମୃତ୍ୟୁ। ଅବାଧ୍ୟତାର ପରିଣାମ କଣ ହେଲା? ମୃତ୍ୟୁ ହେଲା। ଜଣେ ବ୍ୟକ୍ତି ଯେତେବେଳେ ବାଧ୍ୟ ହେଲା, ସେତେବେଳେ ତା ପାଇଁ ମୃତ୍ୟୁ ଅଛି। ଆଜି ବି ପରମେଶ୍ୱରଙ୍କର ଆଜ୍ଞାକୁ ଯଦି ଆମେ ପାଳନ କରିବାରେ ବାଧ୍ୟ ହଉଛୁ, ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରୁନାହୁଁ, ତେବେ ନିଶ୍ଚିତ ଭାବରେ ମୃତ୍ୟୁ ଆମମାନଙ୍କୁ ଅପେକ୍ଷା କରୁଛି। ଏଇଟା ଜାଗତିକ ମୃତ୍ୟୁ କଥା କୁହାଯାଉନାହିଁ, ଶାରୀରିକ ମୃତ୍ୟୁ କଥା କୁହାଯାଉନାହିଁ। ଏଇଟା ମୃତ୍ୟୁ ଯୋଉଟାକୁ ଦ୍ୱିତୀୟ ମୃତ୍ୟୁକୁ କୁହାଯାଏ। ଯୋଉ ମୃତ୍ୟୁ, ଏଇଟା ହଉଛି ଦ୍ୱିତୀୟ ମୃତ୍ୟୁ। এই ଦ୍ୱିତୀୟ ମୃତ୍ୟୁ କଣ? ପ୍ରକାଶିତ ବାକ୍ୟ ଟିକେ ଆମେ ଅଧ୍ୟୟନ କରୁ। ପ୍ରକାଶିତ ବାକ୍ୟ ଦ୍ୱିତୀୟ ମୃତ୍ୟୁ କଣ ଅଟେ? ସମସ୍ତେ ଜାଣିଛେ। 20 ପର୍ବ 14 ପଦ। ପ୍ରକାଶିତ ବାକ୍ୟ 20 ପର୍ବ 14। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ। ଅଗ୍ନିମୟ ହ୍ରଦ ହଉଛି ଦ୍ୱିତୀୟ ମୃତ୍ୟୁ। ପ୍ରଥମ ମୃତ୍ୟୁ ତ ଏଇଟା ଜାଗତିକ, ସାଂସାରିକ, ଶାରୀରିକ ଭାବରେ ଆସିବ ହିଁ ଆସିବ, କିନ୍ତୁ ଦ୍ୱିତୀୟ ମୃତ୍ୟୁ ବିଷୟରେ ପରମେଶ୍ୱର ସେଠି କହୁଛନ୍ତି। ଅବାଧ୍ୟ ଯଦି ହଉଛୁ, ଆମେ ପ୍ରଭୁଙ୍କର ବାକ୍ୟକୁ ଅବାଧ୍ୟ ହଉଛୁ, ତେବେ 100% ଦ୍ୱିତୀୟ ମୃତ୍ୟୁ ଆମମାନଙ୍କୁ ଅପେକ୍ଷା କରିକି ରଖିଅଛି। ପୁଣି ଚତୁର୍ଥ ନମ୍ବର କଥା କଣ? ଚତୁର୍ଥ ନମ୍ବର ଆଉ କଣ ହେଲା? ଜଣଙ୍କର ପାପ ସମଗ୍ର ମାନବ ସମାଜରେ ବ୍ୟାପିଗଲା, ଅର୍ଥାତ୍ ଆଦମର ପାପ ସମସ୍ତ ମାନବ ଜାତିରେ ବ୍ୟାପିଗଲା, ଯାହା ରୋମୀୟ ପୁସ୍ତକ 5 ପର୍ବ 17-19 ପଦ ଯାଏ ଲେଖାଯାଏ। ଆଦମର ପାପ ସମସ୍ତ ମାନବ ଜାତିରେ ବ୍ୟାପିଗଲା। ଚତୁର୍ଥ ନମ୍ବର। ପଞ୍ଚମ ନମ୍ବର ଆଉ କଣ ପ୍ରୋବ୍ଲେମ ହେଲା? ନିଜର ବଳ ଦ୍ଵାରା, ଏଇଟା ବହୁତ ଇମ୍ପୋର୍ଟାଣ୍ଟ ବିଷୟ, ଆମେ କାହିଁକି ମୁକ୍ତିକର୍ତ୍ତାଙ୍କୁ ଆବଶ୍ୟକ କଲୁ? ପ୍ରଥମ କଥା ତ ମୁକ୍ତିକର୍ତ୍ତାଙ୍କୁ କାହିଁକି ଆବଶ୍ୟକ କଲୁ? କାରଣ ଏଇ ସବୁ ଷ୍ଟୋରି ହେଲା। ଅବାଧ୍ୟ ହେଲା, ଅବାଧ୍ୟର ପରିଣାମ କଣ? ମୃତ୍ୟୁ ଆସିଲା।
ଏଦନରୁ ପଳେଇ ଗଲେ, ବହିଷ୍କାର କରାଗଲେ, ପ୍ରଭୁଙ୍କର ସାଦୃଶ୍ୟ ଦ୍ୱାରା ନଷ୍ଟ ହେଇଗଲା। ପୁଣି ଲେଖାଯାଏ 5 ନମ୍ବର କି ମନୁଷ୍ୟ ନିଜ ମାଧ୍ୟମରେ ଅର୍ଥାତ୍ ବଳରେ, କୌଶଳରେ, ଜ୍ଞାନରେ, ଟଙ୍କାରେ ହରେଇଥିବା ଆଶାକୁ, ଯୋଉଟା ସେ ହରେଇ ଦେଲା, ସେଇ ଆଶାକୁ ଆଉ ସେ ପ୍ରାପ୍ତ କରିପାରିବ ନାହିଁ। ଆପରେ କହୁଛି ଯୋଉ ଆଶା ବା ସମ୍ପର୍କ ଭାଙ୍ଗିଗଲା, ସେଇ ସମ୍ପର୍କକୁ ପୁନର୍ବାର ପାଇବା ପାଇଁ, ପ୍ରାପ୍ତ କରିବା ପାଇଁ ମନୁଷ୍ୟର କାର୍ଯ୍ୟ, ତାଙ୍କର ଟଙ୍କା, ତାଙ୍କର ସମ୍ମାନ ମାନ ତାହା ଦେଇପାରିବ ନାହିଁ। ଅର୍ଥାତ୍ କୌଣସି ପ୍ରକାର ମାଧ୍ୟମ ଦ୍ଵାରା ମନୁଷ୍ୟ ହରେଇଥିବା ଆଶାକୁ ଆଉ ପ୍ରାପ୍ତ କରିପାରିବ ନାହିଁ। 2 ପର୍ବ, ଏଫେସୀୟ ପୁସ୍ତକ 2 ପର୍ବ ତାର 12 ପଦରେ ଲେଖା ଅଛି। ଏଫେସୀୟ ପୁସ୍ତକ 2 ପର୍ବ ତାର 12 ପଦରେ ଲେଖା ଅଛି। 2 ପର୍ବ 12 ପଦ ଲେଖାଯାଏ। ଓକେ, ମୁଁ ପାପର କିଛି ଡେଜିଗ୍ନେସନ ବା କିଛି ଡେଫିନେସନ ମୁଁ ଦେବା ପାଇଁ ଚାହିଁବି। ପାପ ପ୍ରକୃତରେ କଣ ଅଟେ? ମୁଁ 4ଟା ସେଣ୍ଟେନ୍ସ କହିବି, 4ଟା ସେଣ୍ଟେନ୍ସ କହିବି। ଆଉ ବହୁତ ସାରା ସେଣ୍ଟେନ୍ସ ଅଛି, ମୁଁ କେବଳ 4ଟା ସେଣ୍ଟେନ୍ସ ଆପଣମାନଙ୍କୁ କହିବି। ପାପ ପ୍ରକୃତରେ କଣ ଅଟେ? ବୁଲନ୍ତୁ ନା, ଆମେ ମୁକ୍ତିକର୍ତ୍ତା କାହିଁକି ଆବଶ୍ୟକ କରୁ ସେ ବିଷୟରେ ଆଲୋଚନା କରୁଛେ। ତା ପୂର୍ବରୁ ଆମେ ଆଲୋଚନା କରୁଥିଲେ ଯୀଶୁ ପ୍ରକୃତରେ କିଏ ଅଟନ୍ତି? ଯୀଶୁ ସର୍ବପ୍ରଥମରେ ସୃଷ୍ଟିକର୍ତ୍ତା ଅଟନ୍ତି, ଦ୍ୱିତୀୟରେ ରକ୍ଷାକାରୀ ଅଟନ୍ତି, ତୃତୀୟରେ ସେମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ତେବେ ମୁକ୍ତିକର୍ତ୍ତା କାହିଁକି ଆମକୁ ମୁକ୍ତି କରାଗଲା, ଆମେ କାହିଁକି ଜଣେ ମୁକ୍ତିକର୍ତ୍ତାଙ୍କ ଆବଶ୍ୟକତା କଲୁ, ସେ ବିଷୟରେ ଆମେ ଆଲୋଚନା କରୁଛେ। ତ ପାପ କଣ ଅଟେ? ନମ୍ବର 1, ପାପ କଣ ଅଟେ? ପରମେଶ୍ୱରଙ୍କ ବିରୁଦ୍ଧରେ ଯେକୌଣସି ଅପରାଧ କରିବା ସେଇଟା ହଉଛି ପାପ। ଅର୍ଥାତ୍ ପରମେଶ୍ୱରଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ୟ କରିବା ସେଇଟା ହଉଛି ପାପ ଅଟେ। ନମ୍ବର 1। ନମ୍ବର 2, ସୃଷ୍ଟିକର୍ତ୍ତାଙ୍କ ଠାରୁ ନିଜକୁ ଉଚ୍ଚ ପଦବୀରେ ରଖିବା। ଅର୍ଥାତ୍ ଈଶ୍ୱରଙ୍କ ଠାରୁ ନିଜକୁ ଉଚ୍ଚ ପଦବୀରେ ରଖିବା। ତୃତୀୟ ନମ୍ବର, ଈଶ୍ୱରଙ୍କର ଯେକୌଣସି ଆଜ୍ଞାକୁ ଅବାଧ୍ୟ କରିବା, ସେଇଟା ମଧ୍ୟ ପାପ ଅଟେ। ଚତୁର୍ଥରେ, ନିଜକୁ ପରମେଶ୍ୱରଙ୍କ ସ୍ଥାନରେ ରଖି, ନିଜକୁ ପରମେଶ୍ୱରଙ୍କ ସ୍ଥାନରେ ରଖି ନିଜ ଜୀବନର ମାଲିକ ଭାବିବା। ନିଜକୁ ପରମେଶ୍ୱରଙ୍କ ସ୍ଥାନରେ ରଖିକି, ପରମେଶ୍ୱରଙ୍କ ବଦଳରେ ନିଜକୁ ରଖିକିରି ନିଜ ଜୀବନର ମାଲିକ ହେବା। ଅର୍ଥାତ୍ ନିଜ ଇଚ୍ଛାକୁ ସଫଳ କରିବା, ପରମେଶ୍ୱରଙ୍କର ଇଚ୍ଛାକୁ ନୁହେଁ। ଏ କଥା ଆପଣ ମାନେ ଜାଣିଛନ୍ତି, ଏଇଟା କୌଣସି ନୂଆ ବିଷୟ ନାହିଁ। ଓକେ, ତେବେ ମୁକ୍ତିର ପ୍ରକ୍ରିୟା କଣ ଥିଲା? ଆମେ ମୁକ୍ତିକର୍ତ୍ତା କାହିଁକି ଆବଶ୍ୟକ କଲୁ? କାରଣ ଆମେ ଲଷ୍ଟ ହେଲୁ, ଆମେ ସମ୍ପୂର୍ଣ୍ଣ ଭାବରେ ହଜିଗଲୁ। ପ୍ରଭୁଙ୍କ ସହିତ ଆମର ସମ୍ପର୍କ ଆଉ କିଛି ରହିଲା ନାହିଁ। ଆତ୍ମିକ ଜୀବନର ମୃତ୍ୟୁ ଆମମାନଙ୍କ ଜୀବନର ପ୍ରକୃତରେ ଶାରୀରିକ ଭାବରେ ମଧ୍ୟ ମୃତ୍ୟୁ ପ୍ରବେଶ କଲା। ଆମ ନିଜ ବଳରେ, ନିଜର କଷ୍ଟରେ, ନିଜ ଦକ୍ଷତାରେ ଆମେ ଆଉ ଉଦ୍ଧାର ବା ସେଇ ଯୋଉ ଆଶା ଯୋଉଟା ହରେଇଛୁ, ସେଇ ଆଶାକୁ ଆଉ ପ୍ରାପ୍ତ କରିପାରିବା ନାହିଁ। ତ ଏଇ ପ୍ରକାର ପରିସ୍ଥିତିରେ ଜଣେ ମୁକ୍ତିକର୍ତ୍ତା ଆସିଲେ, ଆଉ ସେ ଆମମାନଙ୍କୁ କି ପ୍ରକାର ମାଧ୍ୟମରେ ମୁକ୍ତିକୁ ଦେଲେ? ସମସ୍ତେ ଆମେ ଜାଣିଛୁ, ଖ୍ରୀଷ୍ଟଙ୍କ କ୍ରୁଶ ଦ୍ଵାରା ଆମେ ମୁକ୍ତ କରାଗଲୁ। ଏଫେସୀୟ ପୁସ୍ତକ 1 ପର୍ବ 7 ପଦ। ଏଫେସୀୟ ପୁସ୍ତକ 1 ପର୍ବ 7 ପଦ। ଆମେ ଖ୍ରୀଷ୍ଟଙ୍କର କ୍ରୁଶ ଦ୍ଵାରା ମୁକ୍ତ କରାଗଲୁ। ପ୍ରଥମ ପିତର 1 ପର୍ବ 18 ଆଉ 19 ପଦ। ପ୍ରଥମ ପିତର 1 ପର୍ବ 18 ଆଉ 19 ପଦ। ଆମେ ସମସ୍ତେ ଜାଣିଛେ ଯୀଶୁ କାହିଁକି କ୍ରୁଶକୁ ଗଲେ, ଏକଥା ଭଲରେ ଜାଣିଛେ। ଆପଣଙ୍କ ମତେ ମୁକ୍ତି କରିବା ପାଇଁ ଯୀଶୁ ଖ୍ରୀଷ୍ଟ ନିଜର ଜୀବନକୁ ବଳିଦାନ କଲେ। ତେବେ ଏହା ପୂର୍ବରୁ ଲେଖା ହଉଥିଲା, ଆମେ ଶିଖୁଥିଲେ ଯେ ନିଜର ବଳ ଦ୍ଵାରା, ନିଜର ବୁଦ୍ଧି ଦ୍ଵାରା, ନିଜର ଜ୍ଞାନ ଦ୍ଵାରା ଆମେ କେବେ ବି ହରେଇଥିବା ଆଶାକୁ ପୁନର୍ବାର ପ୍ରାପ୍ତ କରିପାରିବା ନାହିଁ। ତେବେ ଯୀଶୁଙ୍କୁ ଯେତେବେଳେ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୁକ୍ତିର ପ୍ରକ୍ରିୟାକୁ କଲେ, କଣ
क्रूसरे चढ़िकी क्रूसरे निजर जीवन को देकरी से मुक्तिर प्रक्रिया को आरंभ कले आउ से क्रूसरे जिते से निजर जीवन को बलिदान कले आमे से जीशु को विश्वास करने द्वारा अर्थात तांको ग्रहण करने द्वारा अनुग्रह रे आमे उद्धार पावछ कौन सी कार्य रे नहीं हमरो मेरिट्स रे नहीं बरं आमानकर माने योग्यता ठारू बढ़ी आमान को अनुग्रह रे आमान को प्रकृतिर उद्धार मिली उद्धार कौन अटे उद्धार मत किसी डेफिनेशन में कहना चाहिए उद्धार आम कौन कह प्रकृत रे पापर वेतन कौन मृत्यु अटे पापर वेतन मृत्यु अटे तो उद्धार कौन पापर शक्ति ओ फलाफल ठारू अर्थात परिणाम ठारू मुक्त हेबा पापर फलाफल कौन मृत्यु सेठू जोटा उद्धार हेबा सेटा को उद्धार बोली कहा जाए द्वितीय नंबर पॉइंट आउ कौन उद्धार प्रत्येक अंधकार आउ भ्रांत विषय ठारू अलगा हेबा सेटा मध्य गोटे उद्धार आउ अनंत जंत्रणा एवं मृत्यु ठारू जो सुरक्षा पाइबा सेटा मध्य उद्धार ता नरकरू बंचिबाटा मध्य आमान को उद्धार बोली कहा जाए आउ एई उद्धार उपहार को आपण एवं मु कि प्रकार भाव आम ग्रहण करवा उचित कि प्रकार भाव ग्रहण करवा उचित जीशु बिना मूल्य आपण मते एई उपहार दौरान आउ जिते उद्धार को आम प्राप्त करुचु अनुग्रह रे उद्धार को प्राप्त करुचु तेज जिते आम उद्धार को प्राप्त करुचु से समय एई अनुग्रह बा एई उद्धार जने विश्वासी मानक निमंते कौन अर्थ प्रकाश करुची विश्वासी मानक निमंते उद्धार कौन अर्थ प्रकाश करे नंबर वन विश्वासी माने धार्मिक गणित हेले रमे पुस्तक 3 पर्व 23 24 25 26 पढ़ंतु टिके रमे पुस्तक 3 पर्व 23 रु 26 पद जाए 23 24 25 26 समस्ते तो पाप करिअछंती पुणी ईश्वरक गौरव रहित होइअछंती पुणी सेमाने बिना मूल्य रे ताहांक अनुग्रह रे ख्रीष्ट जीशुंक ठारे जे मुक्ति अछि तद्वारा धार्मिक गणित हुअंती ईश्वर अपना सहिष्णुता रे पूर्वकृत पाप सबु उपेक्षा करिथिबारु निज धार्मिकता प्रकाश करिबा निमंते ताहांकु ताहांक रक्त रे विश्वास द्वारा प्रायश्चित बलि रूपे प्रदर्शन करिअछंती पुणी वर्तमान काल रे फाइन थैंक यू सो मच आमे प्रथम पदरे के देखुतिलु कि जे प्रभुंकर अनुग्रह द्वारा आमे विश्वास माने आमे धार्मिक गणित हेलु तो जो विश्वासी माने देखंतु मुक्ति कथा कहीं आवश्यक होलु कारण आमानकर संपर्क नष्ट हो गला आमे प्रभुंको ठारू हजी गलु आमे तांको प्रभुंकर उपस्थिति बाहर को गलु उद्यान रु बाहर को गलु आमानकर अबाध्यता सकाशु मृत्यु प्रवेश कला आ आमानको जीवन रे ए प्रकार एक शैतान कार्य कला अर्थात मृत्यु कार्य कला अभिशाप कार्य कला जहाँ आमे निज बल रे से अभिशाप को आमे दूरे करि परिबा नै पुणी जो संपर्क थिला से संपर्क को आमे केबे पाई परिबा नाही तेणु जीशु ख्रीष्ट उद्धारकर्ता भाव आसिले आउ ए उद्धार आमान को बिना मूल्य रे अनुग्रह द्वारा मिले आउ जोटा आमे पढुचु जेते अनुग्रह मान को जीवन आसे उद्धार जो मान को जीवन आसे ताहा मान को कौन प्रकाशित करे यदि मु एवं आपण जदि उद्धार पाइछु तबे एई उद्धार आपण को मते कोन करूची धार्मिक बोली गणित करूची प्रथम कथा आमान को धार्मिक बोली गणित करूची आउ एई विश्वास द्वारा आमान को उद्धार कोन करूची एक पुनर्जन्म दउची प्रथम कोन दउची धार्मिक गणित करूची द्वितीय कोन आमान को पुनर्जन्म करूची अर्थात ता पूर्वरु जे कोनसी जीवन भी अतिबाहित करछु ना काहे कि जेते भी पाप करछु ना काहे कि सेरा संपूर्ण भाव रे प्रभु को दृष्टि रे संपूर्ण जीरो हेबो जेतबे जीसु को हम ग्रहण करछु तेबे सेई पाप संपूर्ण मोचन हेबो क्षमा हेबो आ आमान को प्रभु एक धार्मिक भाव रे गणना करूछन्ती केते बड़ सौभाग्यर विषय
ପାପର ବେତନ ମୃତ୍ୟୁ ଆମମାନଙ୍କ ପାଇଁ ଆମେ ଡିଜର୍ଭ ଥିଲୁ, ଆମେ ମୃତ୍ୟୁ ଦଣ୍ଡ ପାଇବା ପାଇଁ ଆମେ ଯୋଗ୍ୟ ଥିଲୁ। ବଟ୍ ପ୍ରଭୁଙ୍କୁ ବିଶ୍ୱାସ କରିବା ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ଦ୍ୱାରା ଆମମାନଙ୍କୁ ଉଦ୍ଧାର ବିନା ମୂଲ୍ୟରେ ମିଳୁଛି, ଅନୁଗ୍ରହରେ ମିଳୁଛି। ଆଉ ସେଇ ଅନୁଗ୍ରହ ମିଳିବା ଦ୍ୱାରା ଆମେ କଣ କରୁଛୁ? ଧାର୍ମିକ ବୋଲି ଗଣିତ ହଉଛୁ। ଦ୍ୱିତୀୟ ନମ୍ବରରେ ଆମେ ପୁନର୍ଜନ୍ମ ପ୍ରାପ୍ତ କରୁଛୁ। ଜହନ 3 ପର୍ବ 1ରୁ 8 ପଦ ଲେଖିଥାନ୍ତୁ, ସମୟ ମିଳିଲେ ଆପଣ ପଢିବେ। ଜହନ 3 ପର୍ବ 1ରୁ 8 ପଦ। ପୁଣି ଆଉ କଣ ଆମମାନଙ୍କୁ ଲାଭ ହଉଛି? ଉଦ୍ଧାର ଆଉ କଣ କାର୍ଯ୍ୟ କରୁଛି? ଉଦ୍ଧାର ଆମମାନଙ୍କ ନିମନ୍ତେ ଅନନ୍ତ ଜୀବନର ଉପହାରକୁ ପ୍ରଦାନ କରୁଛି। ଉଦ୍ଧାର ଆମମାନଙ୍କ ନିମନ୍ତେ ଅର୍ଥାତ୍ ବିଶ୍ୱାସୀ ମାନଙ୍କ ନିମନ୍ତେ ଅନନ୍ତ ଜୀବନର ଉପହାରକୁ ପ୍ରଦାନ କରୁଛି, ଯାହା ଜହନ 3 ପର୍ବ 16 ପଦରେ ଲେଖାଯାଏ। ଆମେ ସମସ୍ତେ ଜାଣିଛୁ ସେ କଥା। ପୁଣି ଜହନ 11 ପର୍ବ 25 ଆଉ 26 ପଦ, 11 ପର୍ବର 25 ଏବଂ 26 ପଦ ରେଫରେନ୍ସ ମୁଁ କହିନଥାନ୍ତି, କିନ୍ତୁ ଏଇଗୁଡାକ ଆପଣଙ୍କୁ ହୁଏତ ପାରେ ପ୍ରଚାର କରିବା ବେଳେ ବହୁତ କାର୍ଯ୍ୟରେ ଆସିବ। ପୁଣି ମୁଁ ଏକ ଆଉଟଲାଇନ ମଧ୍ୟ ଆପଣ ମାନଙ୍କୁ ଦେଉଛି, ତାକି ସେଇଟା ଆପଣ ମାନେ ମଣ୍ଡଳୀରେ ସୁଯୋଗ ପାଇଲେ ପ୍ରଚାର କରନ୍ତୁ। ଯେତେବେଳେ ଉଦ୍ଧାର ଆମମାନଙ୍କ ଜୀବନରେ ଆସୁଛି, ପ୍ରଥମ କଥା ଆମମାନଙ୍କ ଜୀବନରେ କଣ ହଉଛି? ଉଦ୍ଧାର ଆସିଲେ ଆମେ ସମ୍ପୂର୍ଣ୍ଣ ଭାବରେ ଧାର୍ମିକ ଗଣିତ ହଉଛୁ। ଦ୍ୱିତୀୟ ନମ୍ବରରେ ଆମେ ଉଦ୍ଧାର ପାଇବା ସକାଶୁ ଆମେ କଣ? ପୁନର୍ଜନ୍ମ ପାଉଛୁ। ତୃତୀୟ ନମ୍ବରରେ ଉଦ୍ଧାର ପାଇବା ସକାଶୁ ଆମେ କଣ ହଉଛୁ? ଅନନ୍ତ ଜୀବନ ଉପହାର ଆମେ ପ୍ରାପ୍ତ କରୁଛୁ, ଯାହା ଜହନ 3 ପର୍ବ 16 ପଦ, ପୁଣି ଜହନ 11 ପର୍ବ 25 ଆଉ 26 ପଦ ଆମେ ସେଟା ଦେଖିପାରୁଛୁ। ପୁଣି ଏଇ ଉଦ୍ଧାର ପ୍ରାପ୍ତ ଦ୍ଵାରା କଣ ହେଲା? ଆମମାନଙ୍କ ସମ୍ପର୍କ ପୁନର୍ବାର ଈଶ୍ୱରଙ୍କ ସହିତ ପୁନଃ ସ୍ଥାପନ ହେଲା। ଜହନ 17 ପର୍ବ 20ରୁ 23 ପଦ, ଜହନ 17 ପର୍ବ 20ରୁ 23 ପଦ। ଜହନ ପୁସ୍ତକ 17 ପର୍ବ କୁହାଯାଏ ଏଇଟା ହଉଛି ହାଇ ପ୍ରିଷ୍ଟଲି ପ୍ରେୟର ଅଫ ଜିସସ୍ ଖ୍ରାଇଷ୍ଟ, ପ୍ରଭୁଙ୍କର ମହାଯାଜକୀୟ ପ୍ରାର୍ଥନା, ମଧ୍ୟସ୍ଥ ପ୍ରାର୍ଥନା ସେ କରୁଛନ୍ତି, ଯାହା ଜହନ ପୁସ୍ତକ 17 ପର୍ବ ଲେଖାଯାଏ। 20ରୁ 23 17 ପର୍ବର ଟୋଟାଲ ଲେଖାଯାଏ, କିନ୍ତୁ 20ରୁ 23 ଯଦି ଆମେ ଦେଖୁ ସେ ଲେଖାଯାଏ ଆମେ ଅନୁଗ୍ରହ ଦ୍ଵାରା ଆମେ ଉଦ୍ଧାର ପ୍ରାପ୍ତ ହେଲୁ, ଆଉ ସେଇ ଉଦ୍ଧାର ଦ୍ଵାରା ଆମେ ଧାର୍ମିକ ଗଣିତ ହେଲୁ। ସେଇ ଉଦ୍ଧାର ଦ୍ଵାରା ଆମମାନଙ୍କର ସମ୍ପର୍କ ପୁନର୍ବାର ପ୍ରଭୁଙ୍କ ସହିତ ସ୍ଥାପନ ହେଲା। ସେଥିପାଇଁ ଲେଖାଯାଏ ଯେକୌଣସି ବ୍ୟକ୍ତି ତାଙ୍କ ଠାରେ ବିଶ୍ୱାସ କରେ, ଯୀଶୁଙ୍କ ନାମକୁ ଗ୍ରହଣ କରେ ଆଉ ବିଶ୍ୱାସ କରେ, ସେ ପୁତ୍ର ହେବାର ସନ୍ତାନ ହେବାର ଅଧିକାର ପାଏ, ପୁତ୍ର ହେବାର ଅଧିକାର ପାଏ। ତାର ଅର୍ଥ ଯୋଉ ସମ୍ପର୍କ ଏଦନର ବଗିଚାରେ ନଷ୍ଟ ହେଇଯାଇଥିଲା, ଯୀଶୁ ଆସିବା ଦ୍ଵାରା, ମୁକ୍ତିକର୍ତ୍ତା ଆସିବା ଦ୍ଵାରା ପୁନର୍ବାର ଆମମାନଙ୍କୁ ସେ ସମ୍ପର୍କକୁ ସ୍ଥାପନ କରିବା ପାଇଁ ସୁଯୋଗ ମିଳିଲା। ଆଉ ସେ ମୁକ୍ତିକର୍ତ୍ତା ଆପଣଙ୍କୁ ଆଉ ମତେ ସେ ସ୍ଥାପନ ବା ସେଇ ସମ୍ପର୍କରେ ପୁନର୍ବାର ମାନଙ୍କୁ ସ୍ଥାପନ କରିଲେ। ଏଥିପାଇଁ ଆମେ ମୁକ୍ତିକର୍ତ୍ତାଙ୍କ ଆବଶ୍ୟକ କରୁଥିଲୁ, କାରଣ we were lost, ଆମେ ସମସ୍ତେ ହଜି ଯାଇଥିଲୁ। ଆମମାନଙ୍କର କୌଣସି ଆଶା ନଥିଲା, ଆମେ ସମସ୍ତେ ନିରାଶରେ ଜୀବନ ଅତିବାହିତ କରୁଥିଲୁ। there was no aim at all, ଆମ ପାଖରେ କୌଣସି ଲକ୍ଷ୍ୟ ନଥିଲା, ଆମେ କୌଣସି ମାନେ ଲକ୍ଷ୍ୟ ରଖିକି ଚାଲିବା ଲୋକ ନଥିଲା। ଆଉ ଆମମାନଙ୍କ ପଛରେ ନିଶ୍ଚିତ ଭାବରେ ପାପର ବେତନ ମୃତ୍ୟୁ ସମ୍ପୂର୍ଣ୍ଣ ଭାବରେ ଅପେକ୍ଷାରେ ଥିଲା, ସମ୍ପୂର୍ଣ୍ଣ ଅପେକ୍ଷାରେ ଥିଲା। କିନ୍ତୁ ଉଦ୍ଧାରକର୍ତ୍ତା ଆସିବା ଦ୍ଵାରା, ମୁକ୍ତିକର୍ତ୍ତା ଆସିବା ଦ୍ଵାରା ଏଇ ସମସ୍ତ ବନ୍ଧନ ଠାରୁ, ଏଇ ସମସ୍ତ ପରିସ୍ଥିତି ଠାରୁ ପ୍ରଭୁ ମାନଙ୍କୁ ଉଦ୍ଧାର କଲେ, ଆଉ ଆମେ ସମସ୍ତେ ମୁକ୍ତି ପାଇଲୁ। ଆଉ ଇଏ ହଉଛନ୍ତି ସେ ଯିଏକି ଆମମାନଙ୍କର ସୃଷ୍ଟିକର୍ତ୍ତା, ଇଏ ହଉଛନ୍ତି ସେଇ ପରମେଶ୍ୱର ଯେମାନଙ୍କର ରକ୍ଷାକର୍ତ୍ତା, ଇଏ ହଉଛନ୍ତି ସେ ଆମମାନଙ୍କର ପରମେଶ୍ୱର ଯିଏ ଆମମାନଙ୍କର ମୁକ୍ତିକର୍ତ୍ତା ଅଟନ୍ତି। ଆମେ ଏହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କେବେ ମଧ୍ୟ ସୀମିତ ନ କରୁ, କେବେ ବି ଅନ୍ୟମାନଙ୍କୁ ଶିକ୍ଷା ଦେଲା ବେଳେ କେବେ ମଧ୍ୟ ଏଇଟାକୁ ଆମେ ଏ ପ୍ରକାର ରିପ୍ରେଜେଣ୍ଟ ନ କରୁ କି ଯେ ସେ ଜଣେ ସାଧାରଣ ଗୋଟେ ହିଁ କାମ କରିବା ପାଇଁ ମାନେ ସୀମିତ ଅଟନ୍ତି। ବହୁତ ସାରା ଚର୍ଚ୍ଚେସ୍ ରେ ମୁଁ ଦେଖିଛି, ବହୁତ ସାରା ଚର୍ଚ୍ଚେସ୍ ରେ କେବଳ ଲୋକମାନେ ଯୀଶୁଙ୍କୁ ସୀମିତ କରନ୍ତି। ନା, ଯୀଶୁଙ୍କୁ ସୀମିତ କରିପାରିବା ନାହିଁ, କାରଣ ମୁଁ କଣ କହିବି, ସେ ଅବର୍ଣ୍ଣନୀୟ ଅଟନ୍ତି। ଆଉ ସେଇ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ଆଉ ମତେ ଧାର୍ମିକ ଗଣିତ କରିଛନ୍ତି। ସେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପୁନଃ ସ୍ଥାପନ କରିବା ପାଇଁ, ସମ୍ପର୍କକୁ ପୁନଃ ସ୍ଥାପନ କରିବା ପାଇଁ ଏକ ମୁକ୍ତିକର୍ତ୍ତା ଭାବରେ ପୃଥିବୀ ପୃଷ୍ଠକୁ ଆସିଲେ। ଆମେ ପାପରେ ପଡିଥିଲୁ, ଆମମାନଙ୍କ ଅନ୍ତିମ ଦଶା ଅତି ଭୟଙ୍କର ହେଇଥାନ୍ତା। ଆମେ ସମ୍ପୂର୍ଣ୍ଣ ଶେଷ ସମୟ ନର୍କରେ, ଆମେ ଦ୍ୱିତୀୟ ମୃତ୍ୟୁରେ ଆମେ ଅତିବାହିତ କରିଥାନ୍ତୁ।
କିନ୍ତୁ ପ୍ରଭୁ ଆମମାନଙ୍କୁ ଉଦ୍ଧାର କଲେ ଆଉ ସେମାନଙ୍କର ଉଦ୍ଧାରକର୍ତ୍ତା ବନିଲେ, ସେମାନଙ୍କର ମୁକ୍ତିକର୍ତ୍ତା ବନିଲେ। ପ୍ରଭୁ ସେଥିପାଇଁ ଗୌରବ ପାଆନ୍ତୁ। ଆଉ ଆମେ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଛୁ, ପ୍ରଶଂସା କରୁଛୁ। ଆମମାନଙ୍କର ସୋଚରେ ଭାବନାରୁ ମଧ୍ୟ ବଡ ଅଟନ୍ତି, ଆମର କଳ୍ପନାରୁ ମନ ବଡ ଅଟନ୍ତି। ଆମମାନଙ୍କର ପ୍ରଭୁ ଅସୀମିତ ଅଟନ୍ତି। ତାଙ୍କୁ ଆମେ କି ପ୍ରକାର ବର୍ଣ୍ଣନା କରିପାରିବା? କୌଣସି ଶବ୍ଦ ନାହିଁ ତାଙ୍କୁ ବର୍ଣ୍ଣନା କରିବା ପାଇଁ। ତେଣୁ କେବେ ମଧ୍ୟ ଆମେ ତାଙ୍କୁ ସୀମିତ ନ କରୁ। ଯେମିତି କିଏ କହିଲେ ଜନ୍ ଦ ବାପ୍ଟିଷ୍ଟ, କିଏ କହିଲେ ଏଲିଆସ, କିଏ ତ କହିଲେ ଜେରିମିୟ, କିଏ ତ କହିଲେ ବାପ୍ତିଜକ ମାନେ ଭବିଷ୍ୟତ ବକ୍ତା ମାନଙ୍କ ମଧ୍ୟରୁ ଜଣେ। ଆମେ କେବେ ମଧ୍ୟ ତାଙ୍କୁ ସୀମିତ ନ କରୁ। ସେ ଜୀବନ୍ତ ଈଶ୍ୱରଙ୍କର ପୁତ୍ର ଖ୍ରୀଷ୍ଟ ଅଟନ୍ତି। ସେ ଆପଣଙ୍କର ମୋର ସୃଷ୍ଟିକର୍ତ୍ତା ଅଟନ୍ତି। ସେ ଆପଣଙ୍କର ମୋର ରକ୍ଷାକର୍ତ୍ତା ଅଟନ୍ତି। ସେ ଆପଣଙ୍କର ମୋର ମୁକ୍ତିକର୍ତ୍ତା ଅଟନ୍ତି। ବିଶ୍ୱାସ କରୁଛି ଆମେ ଅଳ୍ପ ବହୁତ ଯାହାବି ଆମେ ଶିକ୍ଷା କରିପାରିଥିବା। ଯଦି କିଛି ପ୍ରଶ୍ନ ଅଛି ତେବେ ଆପଣ ମାନେ ପ୍ରଶ୍ନ ପଚାରି ପାରିବେ। ଓକେ, ତାର ଅର୍ଥ ପ୍ରଶ୍ନ ନାହିଁ। ହୁଏତ ହେଇପାରେ ମୁଁ ଭଲରେ ଶିକ୍ଷା ଦେଇଥିବି, ନଚେତ ନଚେତ ତାର ଅପୋଜିଟ ହେଇଥିବ, ମୁଁ ଆପଣଙ୍କୁ ବୁଝେଇ ପାରିନଥିବି। ସେ ଯାହା ବି ହଉ ନା କାହିଁକି, ବହୁତ ଧନ୍ୟବାଦ। ମୁଁ ଏମିତି ମଜା କଲି। ଆକ୍ଚୁଆଲି ଆମେ ସମସ୍ତେ ମିଶିକି ଶିଖୁଛେ, ଆମେ ସମସ୍ତେ ମିଶିକି ଶିଖୁଛେ। ପ୍ରଭୁଙ୍କର ଗୌରବ ହଉ। ଆକ୍ଚୁଆଲି ପ୍ରଶ୍ନ ଏଥିପାଇଁ ନାହିଁ କି ମୁଁ ଭଲରେ କହିଲି ତାହା ନୁହେଁ। ପ୍ରଶ୍ନ ଏଥିପାଇଁ ନାହିଁ କାରଣ ଆପଣ ମାନେ ସମସ୍ତେ ଜ୍ଞାନ ଅଟନ୍ତି, ଆପଣମାନେ ସମସ୍ତେ ବୁଦ୍ଧିମାନ ଅଟନ୍ତି। ଏଥିପାଇଁ ଆପଣ ମାନଙ୍କ ପାଖରେ ଏଇ ପ୍ରଶ୍ନ ରହିଲା ନାହିଁ କାରଣ ଆପଣ ମାନେ ସମସ୍ତେ ଜାଣିଛନ୍ତି କଥାକୁ। ପ୍ରଭୁ ଗୌରବ ପାଆନ୍ତୁ। ମୁଁ ନିଜକୁ ଧନ୍ୟ ମନେ କରୁଛି କି ଆପଣ ମାନଙ୍କ ପରେ ପ୍ରଭୁଙ୍କର ମାନେ ସମର୍ପଣ ଆଉ ଯୋଉ ପ୍ରଭୁଙ୍କ ପଛରେ ଚାଲିବା ପାଇଁ ଯୋଉ ନିଷ୍ପତ୍ତି କରିଥିବା ପ୍ରଭୁଙ୍କର ଜନ ମାନଙ୍କ ସହିତ ମିଶିକି ଶିକ୍ଷା କରିବା ପାଇଁ ସୁଯୋଗ ପାଉଛି, ଏଥିପାଇଁ ମୁଁ ବହୁତ ନିଜକୁ ଧନ୍ୟ ଆଉ ଆଶୀର୍ବାଦର ପାତ୍ର ବୋଲି ମନେ କରେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଯଦି ପ୍ରଶ୍ନ ନାହିଁ ତେବେ ଆମେ ପ୍ରାର୍ଥନା କରିକି ସମାପ୍ତ କରିବା। ଆଉ ଆମେ ନିଶ୍ଚିତ ଭାବରେ ଆସନ୍ତା ଯଦି ବି ଆଉ ଥରେ ମୁଁ କହିବା ପାଇଁ ଚାହିଁବି, ମୁଁ ଅଲରେଡି ଗ୍ରୁପରେ ସେ ବହିକୁ ମୁଁ ସେୟାର କରିଛି, ଆପଣ ମାନେ ପଢନ୍ତୁ। ସେଇଠି କିଛି ମାନେ ଡ୍ୟାସ୍ ଫିଲ୍ଅପ୍ ଅଛି, ନିଶ୍ଚିନ୍ତ କେତେ ଜଣ ଆପଣ ଧ୍ୟାନ କରିସାରିଥିବେ। କିଛି ଡ୍ୟାସ୍ ଗୁଡାକ ଅଛି। ଆପଣ ନିଜ ପାଇଁ ନିଜର ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆପଣ ସେଇଠି ସେ ଯୋଉ ଡ୍ୟାସ୍ ଗୁଡାକ ଅଛି ସେଇ ବ୍ଲାଙ୍କ ଜାଗାରେ ଆପଣ ଫିଲ୍ଅପ୍ କରନ୍ତୁ, ଲେଖନ୍ତୁ। ସେଇଟା ଆପଣଙ୍କର ପାଇଁ ବହୁତ ଲାଭଦାୟକ ହେବ। ମୁଁ ବି ସେଇଟା କରେ, ଆପଣ ମାନେ ବି ସେଇଟା କରନ୍ତୁ। ବହୁତ ସାରା ବିଷୟ ଶିଖିବା ପାଇଁ ମିଳିବ। ତେବେ ଥ୍ୟାଙ୍କ ୟୁ ସୋ ମଚ୍, ବହୁତ ବହୁତ ଧନ୍ୟବାଦ। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା, କେହି ବି ଜଣେ ପ୍ରାର୍ଥନା କରନ୍ତୁ। ଯଦି ବି କିଛି ପ୍ରଶ୍ନ ରହିବ ମତେ ଆପଣ ଗ୍ରୁପରେ ମଧ୍ୟ ସେୟାର କରିପାରିବେ କିମ୍ବା ନେକ୍ସଟ କ୍ଲାସରେ ମତେ ପଚାରି ପାରିବେ। ଓକେ, କେହି ବି ଜଣେ ଅନମ୍ୟୁଟ୍ କରନ୍ତୁ, ପ୍ରାର୍ଥନା କରନ୍ତୁ। ଆସନ୍ତୁ ସେତେବେଳେ ଆମେ ପ୍ରାର୍ଥନା କରିଯିବା। ହାଲେଲୁୟା ହାଲେଲୁୟା, ଧନ୍ୟବାଦ 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 ପ୍ରଭୁ, ଧନ୍ୟବାଦ ଦଉଛୁ ପିତା। ପ୍ରଭୁ ତୁମେ ମହାନ, ତୁମେ ସର୍ବଶକ୍ତିମାନ ପିତା। ପ୍ରଭୁ ଏଥର ପ୍ରଭୁ ଆମମାନଙ୍କୁ ଏ ଦିନ ସମୟ ଦେଖାଇଲ, ତୁମେ ଆମମାନଙ୍କୁ ସୁଯୋଗ ଦେଲ ମୋର ପରମେଶ୍ୱର। ପ୍ରଭୁ ଏଇ ଜୁମ୍ ମିଟିଂ ମାଧ୍ୟମରେ ପିତା ତୁମେ ଆମମାନଙ୍କୁ ଏକତ୍ରିତ କଲ ତୁମର ବାକ୍ୟ ଶୁଣି ଯିବା ନିମନ୍ତେ। ଓ ମୋର ପରମେଶ୍ୱର ସେ ବାଇବଲର ଶିକ୍ଷା ଗ୍ରହଣ କରିବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କଲ ପିତା, ସେଥିଲାଗି ଆମମାନେ ଧନ୍ୟବାଦ ଦେଉ ପ୍ରଭୁ। ଏଥିରେ ପ୍ରଭୁ ଆମମାନେ ପ୍ରାର୍ଥନା କରୁଛୁ ପ୍ରଭୁ, ପ୍ରାରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ଆମମାନଙ୍କ ସହବର୍ତ୍ତୀ ଥିଲ ପ୍ରଭୁ। ଆମମାନେ ଯେତେ ଲୋକ ପ୍ରଭୁ ଏଠାରେ ଜଡ଼ିତ ହୋଇଅଛୁ ପିତା, ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମେ ପରିଚାଳିତ କଲ ମୋର ପରମେଶ୍ୱର। ତୁମର ସେ ଅନେକ ବାକ୍ୟ ପ୍ରଭୁ ବୁଝିବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କରିଗଲ ପିତା। ଯଦି କୌଣସି ପ୍ରଭୁ ବୁଝାର ଆତ୍ମା ଥାଏ, ମୁଁ ଯୀଶୁଙ୍କ ନାମରେ ଦୂର କରୁଅଛି ମୋର ପରମେଶ୍ୱର। ଓ ପ୍ରଭୁ ତୁମେ ଆମମାନଙ୍କୁ ପରମେଶ୍ୱର ଆଜି ସାହାଯ୍ୟ କଲ ବୁଝିବା ନିମନ୍ତେ ପ୍ରଭୁ। ଓ ପ୍ରଭୁ ଯୀଶୁ କିଏ ଅଟନ୍ତି, ପାପ କଣ ଆମର ପରମେଶ୍ୱର, ପାପର ବେତନ ଯେ ମୃତ୍ୟୁ, ଆମ ପରମେଶ୍ୱର ବିଶ୍ୱାସୀ ଜୀବନରେ ଆଉ ଉଦ୍ଧାର କଣ ଅର୍ଥ ପ୍ରକାଶ କରେ, ଏ ସମସ୍ତ ବିଷୟ ମୋର ପରମେଶ୍ୱର ପ୍ରଭୁ ତୁମେ ଆମମାନଙ୍କୁ ବୁଝିବା ନିମନ୍ତେ, ଆମ ପରମେଶ୍ୱର ତୁମର ବାକ୍ୟ ପଢିବା ନିମନ୍ତେ ଆଉ ମନେ ରଖିବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କଲ, ସେଥିଲାଗି ଆମମାନେ ତୁମକୁ ଧନ୍ୟବାଦ ଦେଉ ପିତା। ପ୍ରଭୁ ଏଥିରେ ପ୍ରଭୁ ଆମମାନେ ପ୍ରାର୍ଥନା କରୁଛୁ ପ୍ରଭୁ, ଆଗାମୀ ଦିନ ମାନଙ୍କର ଅନେକ କ୍ଲାସ ଅଛି ମୋର ପରମେଶ୍ୱର। ପ୍ରଭୁ ଯେଉଁମାନେ ପ୍ରଭୁ ଜଡ଼ିତ ହେଇପାରୁନାହାନ୍ତି ପିତା, ପ୍ରଭୁ ସେମାନଙ୍କୁ ତୁମେ ଜଡ଼ିତ କରିବା ନିମନ୍ତେ ତୁମେ ସାହାଯ୍ୟ କର। ହେ ମୋର ପରମେଶ୍ୱର ପ୍ରଭୁ,
ଯେତେ ପ୍ରକାର ନେଟୱାର୍କର ପ୍ରୋବ୍ଲେମ ଥାଏ, ଯେତେ ପ୍ରକାର ପ୍ରଭୁ ଶୈତାନ ଯଦି କୌଣସି ମାଧ୍ୟମ ପ୍ରଭୁ ଅମର ପରମେଶ୍ୱର ଅଟକାଇ ଥାଏ ପିତା, ଆମମାନେ ଯୀଶୁଙ୍କ ନାମ ପ୍ରଭୁ ବାହାର କରୁଅଛୁ ମୋ ପରମେଶ୍ୱର। ପ୍ରଭୁ ତୁମେ ଆମମାନଙ୍କୁ ଏଇ କ୍ଲାସ ମାଧ୍ୟମ ପ୍ରଭୁ ଅନେକ ଶିକ୍ଷା ଗ୍ରହଣ କରିବା ନିମନ୍ତେ ପ୍ରଭୁ ତୁମେ ସାହାଯ୍ୟ କରୁଅଛ। ଅମର ପରମେଶ୍ୱର ଆତ୍ମିକ ଜୀବନରେ ବୃଦ୍ଧି କରିବା ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ସାହାଯ୍ୟ କରୁଅଛ। ଅମର ପରମେଶ୍ୱର ଆଜି ଏତ ପ୍ରାର୍ଥନା କରୁଅଛୁ ପ୍ରଭୁ ଆଗାମୀ ଦିନ ମାନଙ୍କରେ ପିତା ଅମର ପରମେଶ୍ୱର ଏଇ ଯୋଉ ଶିକ୍ଷା ଗ୍ରହଣ କରୁଅଛୁ, ଆଗାମୀ ଦିନ ମାନଙ୍କରେ ପ୍ରଭୁ ଅନେକ ଲୋକଙ୍କୁ ପ୍ରଭୁ ଯେପରି ବାଣ୍ଟି ପାରିବୁ, ଅନେକ ଆତ୍ମାକୁ ଯେପରି ଅମର ପରମେଶ୍ୱର ତୁମଠାରେ ଆଣିପାରିବୁ ତୁମେ ସାହାଯ୍ୟ କର। ଓ ପ୍ରଭୁ ଆମମାନେ ଯେତେ ଲୋକ ପ୍ରଭୁ ଏଠାରେ ଅଛୁ ଅମର ପରମେଶ୍ୱର ପ୍ରଭୁ ପ୍ରତ୍ୟେକ ମନୁଷ୍ୟର ଗୋଟେ ପରିତ୍ରାଣର କାରଣ ହେବା ନିମନ୍ତେ ତୁମେ ସାହାଯ୍ୟ କର। ପ୍ରଭୁ ତୁମର ବାକ୍ୟର ଗଭୀରତାକୁ ବୁଝିବା ନିମନ୍ତେ ତୁମେ ସାହାଯ୍ୟ କର। ତୁମର ଆତ୍ମିକ ଜୀବନରେ ବଢିବା ନିମନ୍ତେ ତୁମେ ସାହାଯ୍ୟ କର ବୋଲି ଆମେ ପ୍ରାର୍ଥନା କରୁ। ପ୍ରଭୁ ସମସ୍ତ ଆଦର ମହିମା ତୁମକୁ ତୁମ ହାତରେ ସମର୍ପଣ କରି ପ୍ରଭୁ ମୋ ଦାସଙ୍କୁ ମୁଁ ତୁମ ହାତରେ ସମର୍ପଣ କରୁଅଛି ପିତା। ପ୍ରଭୁ ତୁମେ ତାଙ୍କୁ ଅଧିକ ଅଧିକତର ବ୍ୟବହାର କର ପରମେଶ୍ୱର ତୁମ ରାଜ୍ୟ ନିମନ୍ତେ ପିତା। ପ୍ରଭୁ ତାଙ୍କୁ ତୁମେ ପ୍ରଭୁ ଆହୁରି ଉଦ୍ଧର ତୁମେ ଜ୍ଞାନ ପ୍ରଭୁ ତୁମେ ପରମେଶ୍ୱର ଦାନ କର ବୋଲି ଆମେ ପ୍ରାର୍ଥନା କରୁ। ପ୍ରଭୁ ତାଙ୍କୁ ତୁମେ ଆଶୀର୍ବାଦ କର। ପରମେଶ୍ୱର ତାଙ୍କ ଆତ୍ମିକ ଜୀବନରେ ମୋତେ ତୁମେ ଆଶୀର୍ବାଦ କର, ତାଙ୍କ ପରିବାରକୁ, ତାଙ୍କର ପରମେଶ୍ୱର ମଣ୍ଡଳୀକୁ, ଅମର ପରମେଶ୍ୱର ତାଙ୍କ ଯୋଉ ମିନିଷ୍ଟ୍ରି ଅଛି ସେ ତାକୁ ତୁମେ ଆଶୀର୍ବାଦ କର ପ୍ରଭୁ। ଆଉ ଅଧିକ ବଢି ପାରିବ ପୃଥିବୀର କଣେ କଣେ ଯେପରି ତୁମର ସୁସମାଚାର ତୁମର ବାକ୍ୟ ଯେପରି ପ୍ରଚାର ହେଇପାରିବ ତୁମେ ସାହାଯ୍ୟ କର। ପ୍ରତ୍ୟେକ ଆଦର ମହିମା ତୁମକୁ ଦେଇ ପ୍ରଭୁ ଏଇ ପ୍ରାର୍ଥନା ମୁଁ ତୁମ ହାତରେ ସମର୍ପଣ କରି ଆମର ପ୍ରତ୍ୟେକ ପରମେଶ୍ୱର ପ୍ରଭୁ ଆମ ମଧ୍ୟ ତୁମ ହାତରେ ସମର୍ପଣ ହଉଅଛି ପିତା। ଏଇ ପ୍ରାର୍ଥନା ମୁଁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ଆମେନ୍ ଆମେନ୍ ଆମେନ୍। ପ୍ରଭୁଙ୍କର ଗୌରବ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ। ଦେଖା ହବ ନେକ୍ସଟ କ୍ଲାସ ରେ। ଯଦି କିଛି ପ୍ରଶ୍ନ କିମ୍ବା କିଛି ବି କହିବାର ଥିବ ତେବେ ମତେ ଆପଣ ଫୋନ ଦ୍ଵାରା ମତେ କହିପାରିବେ।